ଆଜି ଆମର ବିଷୟବସ୍ତୁ ସବୁଜ ସାହିତ୍ୟରେ ସବୁଜ ଗୋଷ୍ଠୀଙ୍କର ସାହିତ୍ୟ ରଚନା ଏବଂ ଓଡ଼ିଆ ସାହିତ୍ୟରେ ସବୁଜ ଧାରା। ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗର ପରବର୍ତ୍ତୀ ପର୍ଯ୍ୟାୟରେ 1921 ମସିହାରୁ 1935 ମସିହା ମଧ୍ୟରେ ଯେଉଁ ସାହିତ୍ୟିକ ଆନ୍ଦୋଳନ ଦେଖାଦେଇଥିଲା ତାହାକୁ ସବୁଜ ଆନ୍ଦୋଳନ ନାମରେ ନାମିତ କରାଯାଇଛି। ଅନନ୍ତଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ, ହରିହର ମହାପାତ୍ର ଏହି 5 ଜଣ ତରୁଣ ବନ୍ଧୁ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ବେଳେ ନନସେନ୍ସ କ୍ଲବ ଗଠନ କରି ସେମାନଙ୍କର ବିଚାର ଓ ଆଲୋଚନାକୁ ତର୍କ ମାଧ୍ୟମରେ ଉପସ୍ଥାପନା କରିବାର ସୁଯୋଗ ସୃଷ୍ଟି କରିଥିଲେ, ଯାହାର ଫଳସ୍ୱରୂପ ସବୁଜ ଲେଖକ ଗୋଷ୍ଠୀ ନାମରେ ସବୁଜ ସାହିତ୍ୟ ନାମରେ ଯୁଗ ଯୁଗ ଧରି ଯୁଗାୟିତ ହୋଇଯାଇଛି। ସେମାନଙ୍କର ପାଠ୍ୟକ୍ରମରେ ପ୍ରସିଦ୍ଧ ଇଂରାଜୀ କବି ଉଇଲିୟମ କୋପରଙ୍କ ପତ୍ରାବଳୀ ଅନ୍ତର୍ଗତ ଥିଲା। ତେଣୁ ଏହି ସ୍ୱପ୍ନବିଳାସୀ ତରୁଣ ବନ୍ଧୁମାନେ କବି କୁପରଙ୍କ ପତ୍ରାବଳୀରୁ ଏହି ନାମଟିକୁ ଚୟନ କରି ନନସେନ୍ସ କ୍ଲବ ଗଠନ କରି ଏକ ଚେତନା ସୃଷ୍ଟି କରିଦେଇଥିଲେ। ଏହି ତରୁଣ ବନ୍ଧୁମାନେ ଅବକାଶ ନାମକ ହାତଲେଖା ପତ୍ରିକା ପ୍ରଚଳନ କରାଇଥିଲେ ଏବଂ ଏଥିରେ ଓଡ଼ିଆ, ବଙ୍ଗଳା ଓ ଇଂରାଜୀ ଲେଖାମାନ ସ୍ଥାନ ପାଉଥିଲା। ଅବକାଶ ପତ୍ରିକାରୁ ସେମାନଙ୍କର ପରିଚୟ ମିଳିଥାଏ, କାରଣ ସେମାନଙ୍କର ନାମର ଆଦ୍ୟ ବର୍ଣ୍ଣକୁ ନେଇ ଏହି ପତ୍ରିକାର ନାମକରଣ ରଖାଯାଇଥିଲା ଅବକାଶ। ଏହି 4ଗୋଟି ବର୍ଣ୍ଣର 4 ଜଣ ବନ୍ଧୁଙ୍କ ନାମ ଥିଲା ଅରେ ଅନନ୍ତଶଙ୍କର ରାୟ, ବରେ ବୈକୁଣ୍ଠନାଥ ପଟ୍ଟନାୟକ, କାରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ସରେ ଶରତଚନ୍ଦ୍ର ମୁଖାର୍ଜୀ। ହରିହର ମହାପାତ୍ର ଟିକିଏ ଡେରିରେ ଏହି ଦଳରେ ଯୋଗଦାନ ଦେଇଥିବାରୁ ତାଙ୍କର ନାମ ଏଥିରେ ସଂଲଗ୍ନ ନଥିଲା। ଏହି ପ୍ରତିଭାବାନ ତରୁଣ ଲେଖକମାନଙ୍କୁ ବିଶ୍ୱନାଥ କରଙ୍କ ଉତ୍କଳ ସାହିତ୍ୟ ଏବଂ ଲକ୍ଷ୍ମୀନାରାୟଣ ସାହୁଙ୍କ ସହକାର ପତ୍ରିକା ଏହି 2ଗୋଟି ସାହିତ୍ୟ ପତ୍ରିକା ବିଶେଷ ଭାବରେ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ। ଫଳରେ ଏହି ନନସେନ୍ସ କ୍ଲବ ପରବର୍ତ୍ତୀ କାଳରେ ସବୁଜ ସାହିତ୍ୟ ସମିତି ନାମରେ ପ୍ରତିଷ୍ଠିତ ହେଲା। ଏହି ତରୁଣ କବିମାନଙ୍କର କେତୋଟି କବିତା ଆମେ ପଢ଼ିବା ଜାଣିବା ପୂର୍ବରୁ ପ୍ରଥମେ ଏ ତରୁଣ କବିମାନଙ୍କ ବିଷୟରେ ତାଙ୍କର ଜୀବନୀ ବାୟୋଗ୍ରାଫି ବିଷୟରେ ଜାଣିବା। ତାପରେ ପ୍ରସିଦ୍ଧ ଲେଖକ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଷୟରେ ତାଙ୍କର 5ଟି ଉପନ୍ୟାସ ବିଷୟରେ ବିସ୍ତୃତ ଆଲୋଚନା କରିବା। ତାଙ୍କର ଗଳ୍ପ ବିଷୟରେ ସମ୍ୟକ ଧାରଣା ଆଲୋଚନା କରିବା ଏବଂ ସବୁଜ ଗୋଷ୍ଠୀଙ୍କ ବା ସବୁଜ ଲେଖକମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆମେ ତାଙ୍କର ଜୀବନୀ ଚରିତ୍ର, ଲେଖା, କବିତା, ଗଳ୍ପ, ଉପନ୍ୟାସ ଏବଂ ତାଙ୍କର କାହାଣୀ, ଜୀବନୀ ଏସବୁ ବିଷୟରେ ଜାଣିବା। ଆସ ଆମେ ଏବେ ସବୁଜ ସାହିତ୍ୟ ଉପରେ ଆଲୋଚନା କରିବା। ତାଙ୍କର ଉପନ୍ୟାସ, ଗଳ୍ପ ବିଷୟରେ କିଛି ଆଲୋଚନା କରିବା। ଆଉ ଯେଉଁ 5 ଜଣ ଲେଖକ ଅଛନ୍ତି ସେମାନଙ୍କର ଜନ୍ମ, ତାଙ୍କର ରଚନା ବିଷୟରେ ଅଳ୍ପ କିଛି ଆଲୋଚନା କରିବା। ଏବେ ପିଲା ଆରମ୍ଭ କରିଦବା ହେଲା। ପିଲେ କବି ଅନନ୍ତଶଙ୍କର ରାୟଙ୍କର ଜନ୍ମ କେଉଁ ମସିହାରେ ହୋଇଥିଲା? କହିଥିଲି କି ପୂର୍ବ କ୍ଲାସରେ ପ୍ରଲିପ୍ତା ଅନନ୍ତଶଙ୍କରଙ୍କ ବିଷୟରେ? ଆଜ୍ଞା ମ୍ୟାମ୍। କେତେ ଖ୍ରୀଷ୍ଟାବ୍ଦରେ କହିଥିଲି? 1904 ଖ୍ରୀଷ୍ଟାବ୍ଦରେ। ଜନ୍ମ 1904, ମୃତ୍ୟୁ ହେଲା 2002। ତାଙ୍କର ଜନ୍ମ ସ୍ଥାନ ଟିକେ ପିଲେ ଲେଖିଦିଅ, ପ୍ରାୟ ଓଡ଼ିଆ ସାହିତ୍ୟ ଇତିହାସରେ ମିଳେନି। ଜନ୍ମସ୍ଥାନଟା ଲେଖିଦିଅ। କବି ଅନନ୍ତଶଙ୍କର ରାୟ ହେଲା ଲେଖିଦିଅ, ଢେଙ୍କାନାଳ ଜିଲ୍ଲାର 1904 ମସିହାରେ ଢେଙ୍କାନାଳ ଜିଲ୍ଲାରେ ମାର୍ଚ୍ଚ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନନ୍ତଶଙ୍କର ରାୟ। ତାଙ୍କର ଜନ୍ମସ୍ଥାନଟା ଲେଖିଦିଅ, ଢେଙ୍କାନାଳ ଜିଲ୍ଲା। କବି ଅନନ୍ତଶଙ୍କର ରାୟ 1904 ମସିହାରେ ଢେଙ୍କାନାଳ ଜିଲ୍ଲାର କେଉଁ ଗ୍ରାମଟା ମେନସନ ମୁଁ ଖୋଜିଲି ଯେତେ ପାଇଲିନି, ତ ମାର୍ଚ୍ଚ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ ହେଲା। ଏଟା ଲେଖିଦିଅ। ତାଙ୍କର ଗୋଟେ ଫେମସ ଲେଖା ଅଛି, ଡାଏରୀ ଲେଖା ହେଲା। ଯେଉଁ ସମୟରେ ସେ ୟୁରୋପ ଯାତ୍ରା କରିଥିଲେ 1931 ମସିହାରେ, ସେ ଏକ ଫେମସ ଡାଏରୀ ଲେଖିଥିଲେ। ଏଇଟା ମେନସନ କରି ରଖ।
तापर तांकर कविता गोटे थिला कवितार नाम हेउची सबिता। कवि अन्नदाशंकर रायकर गोटे प्रसिद्ध कविता थिला तार नाम हेउची सबिता बुझिला। तापर कवि अन्नदाशंकर रायकर गल्पर नाम हेउची प्रकृतिर परिहास। 1934 मसीह से गोटे गल्प लिखिथिले प्रकृतिर परिहास। तापर मन पवन 1946 मन पवन 1946 गल्प। तापर कामिनी कांचन गल्प 1954 बुझिला। मैम लेखुच रेकॉर्डिंग का सेंड करते हाँ रेकॉर्डिंग अछि हो। मोर हम खाइबा टाइम तो अथि पे देखिया बने ओ ताले पढ़ेई दिबी कहि दउची आलोचना कर दउची ହେଲା। मैम कॉल तापर पछे कल डाकी देबे खाली बुझाई दियो। हाँ 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 ठीक अछि टाइम हबन डाकिला बेलକୁ तो मु से करछि बुझेई दउची रेकॉर्डिंग सुनिके लेखि नै जिवो। तांकर फेमस डायरी गोटे अछि 1931 रे यूरोप को यात्रा करथिले से समय तांकर कहानी वर्णित होइतिला। तापर तांकर कवितार ना सबिता गल्प लिखिथिले प्रकृतिर परिहास 1934 मन पवन 1946 कामिनी कांचन 1954। तापर कविता गुड़िक तुमको पूर्व क्लास रे मु कहिथिली जे परिमहल कविता ହେଲା। तापर सबुज परी आस से कविता थिला यौवन थरे गले आसे ना प्रलय प्रेरणा तांकर कविता थिला। तांकू तांकर छद्म नाम कौन थिला अन्नदाशंकर रायकर अराय कौन थिला अन्नदाशंकर रायकर छद्म नाम थिला अराय हैला। से सबुज कविता संकलन 1931 मसीह प्रकाश करथिले। आ से सबुज कविता संकलन रे तांकर 7टी कविता स्थानित होइतिला। जो माने पूर्व क्लास रे नथिबे ए रेकॉर्डिंग रु से माने जानि परिबे जे न रहिथिबे एबे भी सुधा ता पॉइंट करी लिखि देबे। ताले से ହେଲା प्रलय प्रेरणा सृजन स्वप्न मानसी ओ मु ଯୌବନ ଥରେ ଗଲେ ଆସେନା ପରିମହଲ ଆଉ ଗୋଟେ ହେଲା ପ୍ରଣୟୀ କମଳ ବିଳାସର ବିଦାୟ ହେଲା। ଏ ହେଲା 7ଟି ତାଙ୍କର କବିତା। ଯୋଉ ସବିତା ଯୋଉ ତାଙ୍କର ଯୋଉ ପ୍ରସିଦ୍ଧ କବିତାଟା ଥିଲା ସବିତା ସେ ହଉଛି ତାଙ୍କର ଉଦ୍ବୋଧନ ମୂଳକ କବିତା। ଉଦ୍ବୋଧନ ମୂଳକ କବିତା ହଉଛି ସବିତା ବୁଝି ହେଲା। ଆଉ ଗୋଟେ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧ ଥିଲା ପ୍ରବନ୍ଧଟିର ନାମ ହଉଛି ଶାନ୍ତି ନିକେତନ। ବାସନ୍ତୀ ଉପନ୍ୟାସର ଅନ୍ନଦାଶଙ୍କର ରାୟ 3ଟି ପରିଚ୍ଛଦ ଲେଖିଥିଲେ। ଅନ୍ନଦାଶଙ୍କର ରାୟ ମାତ୍ର 2 ବର୍ଷ ପାଇଁ କବିତା ଜଗତରେ ଓଡିଶାରେ ସେ ପାଦ ଦେଇଥିଲେ ସବୁଜ ଯୁଗରେ ଏବଂ ସେ 2 ବର୍ଷ ପାଇଁ ହିଁ ଯେତିକି ଅଳ୍ପ କିଛି ପରିମାଣରେ ସାହିତ୍ୟ ରଚନା କରିଥିଲେ ହେଲା। କିନ୍ତୁ ଅଧିକ ପରିମାଣରେ ସାହିତ୍ୟକୁ ଦାନ ହେଉଛି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ବୁଝିହେଲା। ତାହେଲେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଜନ୍ମ କେତେ ମସିହାରେ ନା 1901 ମସିହାରେ ଜନ୍ମଗ୍ରହଣ କରିଥିଲେ ସେ। ତା ସହିତ ସେ ସାହିତ୍ୟକୁ ସବୁଜ ସାହିତ୍ୟ मैम ଏବଂ ହଁ ହଁ କୁହ କଣ कौन जो କହିବାକୁ ଚାହୁଁଛ? କହିथिले ବାସନ୍ତୀ ଉପନ୍ୟାସ ଯୋଉ 9 ଜଣ ଲେଖିଛନ୍ତି ହଁ मैम ଆପଣ ଯୋଉ 9 ଜଣ ନାଁ ଡାକିଥିଲେ କିନ୍ତୁ ଯୋଉ ହଁ ଓଡିଆ ସାହିତ୍ୟର ଇତିହାସ ଅଛି ବାଉରୀବନ୍ଧୁ ପରଙ୍କର ସେଥିରେ ଲେଖିଛି ଯେ ବୈକୁଣ୍ଠନାଥ ପଟ୍ଟନାୟକ କୌଣସି ଅବଦାନ ନଥିଲା ତାଙ୍କର ଯୋଉ ବାସନ୍ତୀ ଉପନ୍ୟାସରେ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଆଜ୍ଞା। ମୁଁ ଯୋଉ ପଢୁଥିଲି ସାହିତ୍ୟ ଇତିହାସ ହଉଛି ପ୍ରେମାନନ୍ଦ ମହାପାତ୍ରଙ୍କର ବୈକୁଣ୍ଠନାଥ ପଟ୍ଟନାୟକ ଗୋଟିଏ ମାତ୍ର ପରିଚ୍ଛେଦ ଲେଖିଥିଲେ। ତାଙ୍କର କବିତା ଥିଲା ପ୍ରାୟ ମାନେ ସବୁ ପ୍ରେମ ପ୍ରଣୟ ମୂଳକ କବିତା ଲେଖିଥିଲେ। ତା ସହିତ ବାସନ୍ତୀ ଉପନ୍ୟାସର ଗୋଟିଏ ମାତ୍ର ପରିଚ୍ଛେଦ ସେ ଲେଖିଥିଲେ। ମୁଁ ସେଇ ହେଲା। ବହିଟାରେ ଦେଇଛି କି ସେ କିଛି ଲେଖି ନଥିଲେ ବାକି ଆଉ ଜଣଙ୍କ ନାଁ ଲେଖିଛି। ହଁ ହଉ ଦେବୀ ଆଉ ଜଣ ଯୋଉ ଗୋଟେ ଲେଖିଥିଲେ ବନଲତା ଦେଇ ଆଉ ଜଣେ ଯୋଉ ସୁକଲତା ଦେବୀ ନା କଣ ଏମିତି ଲେଖିଥିଲେ ସେମାନଙ୍କର ଲେଖା ଗୁଡିକୁ
ସ୍ଥାନିତ ପାଇଥିଲେ ମଧ୍ୟ ତାଙ୍କ ନାଁ ସେ ବାସନ୍ତୀ ଉପନ୍ୟାସରେ ନିଆଯାଇ ନଥିଲା ଏବଂ ତାଙ୍କର ସେ ଯୋଉ ଲେଖା ଗୁଡିକ ପରିଚ୍ଛେଦ ଗୁଡିକ ଅନ୍ନଦାଶଙ୍କର ରାୟ ନିଜ ନାମରେ ଲେଖିଥିଲେ। ସେ କହିଥିଲି ତୁମକୁ ପୂର୍ବ ଅଡିଓରେ ଶୁଣି ନବ ଯେ କେମିତି ସେ କେବଳ ତାକୁ 12 ଜଣ ଲେଖକ ଲେଖିକା ମିଶିକି ଲେଖିଥିଲେ କିନ୍ତୁ 9 ଜଣଙ୍କ ନାଁ ହିଁ ସ୍ଥାନିତ ଅଛି। ବୁଝିହେଲା? ବାସନ୍ତୀ ଉପନ୍ୟାସ ଯୋଉ ଯୌଥ ଉପନ୍ୟାସ, ସେ ବାସନ୍ତୀ ଉପନ୍ୟାସ ବିଷୟରେ ତ ଆଲୋଚନା କଲେ ଏଇନା ସମୟ ଯିବ। ମୁଁ ପୂର୍ବ କ୍ଲାସରେ କହିଥିଲି ବାସନ୍ତୀ ଉପନ୍ୟାସ ବିଷୟରେ, ଟିକେ ଅଡିଓ ଶୁଣିଦେଲେ ଭଲ ହବ। ତ ଏବେ କାଳିଚରଣ ପାଣିଗ୍ରାହୀଙ୍କର ଟିକେ ବାୟୋଗ୍ରାଫି ଜାଣିବା, ତାଙ୍କ ଜୀବନୀ ସମ୍ପର୍କରେ ହେଲା। କାଳିଚରଣ ପାଣିଗ୍ରାହୀ ଓଡିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ 1901 ମସିହା ଜୁଲାଇ ମାସ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। ବୁଝିହେଲା? କେଉଁଠି ନା ଓଡିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ 1901 ମସିହାରେ ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିଲେ 2 ତାରିଖରେ। ତାଙ୍କ ପିତାଙ୍କର ନାମ ଥିଲା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଏବଂ ତା ସହିତ ସେ ତାଙ୍କ ଭାଇ ଥିଲେ କାଳିଚରଣ ପାଣିଗ୍ରାହୀଙ୍କ ଭାଇଙ୍କ ନାଁ କଣ ଜାଣିଛ କିଏ? ଆଉ ଜଣେ ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀ, ଜଣେ ସାହିତ୍ୟିକ। ତାଙ୍କର ଅନେକ ଗୁଡିଏ ପ୍ରସିଦ୍ଧ ଗଳ୍ପ ଅଛି ଯୋଉଗୁଡାକ ନେଟ ଏକ୍ଜାମ ରେ ଆଉ ସବୁ ଏକ୍ଜାମ ରେ ପଡେ। ହେଲା? ଇଏ ଥିଲା ହଉଛି କାଳିଚରଣ ପାଣିଗ୍ରାହୀଙ୍କର ଜନ୍ମ ବିଷୟରେ ଯେତିକି ତଥ୍ୟ ମୁଁ ଓଡିଆ ସାହିତ୍ୟ ଇତିହାସ 2-3ଟା ପଢିଲା ପରେ ପାଇଲି, ସେତିକି ତୁମକୁ କହିଲି। ତେବେ ତାଙ୍କ ସାହିତ୍ୟ ରଚନା ଦେଖିବା ଟିକେ। ରେଭେନ୍ସାରେ ପଢିବା ସମୟରେ କାଳିଚରଣ ପାଣିଗ୍ରାହୀ ସେ କଣ କରିଥିଲେ ନା ନନସେନ୍ସ କ୍ଲବ ମାଧ୍ୟମରେ ଯୋଉ ସବୁଜ ସାହିତ୍ୟ ଗୋଷ୍ଠୀରେ ପ୍ରବେଶ କରିଥିଲେ। ତା ସହିତ ବାସନ୍ତୀ ଉପନ୍ୟାସରୁ ସେ ନିଜର ସାହିତ୍ୟିକ ଉପନ୍ୟାସ ଜଗତକୁ ପ୍ରବେଶ କରିଥିଲେ। ତା ସହିତ ପଞ୍ଚ ସଖାଙ୍କ ସହିତ ତାଙ୍କର ଯୋଉ ସାହିତ୍ୟିକ ଜୀବନ କଟିଥିଲା, ଅତିବାହିତ ହୋଇଥିଲା, ସେ ବାସନ୍ତୀ ଉପନ୍ୟାସ ଯୌଥ ଉପନ୍ୟାସ ରଚନା କରିଥିଲେ। ତା ସହିତ ତାଙ୍କର ଆଉ 4ଟି ଯୋଉ ଉପନ୍ୟାସ ସେଦିନ ପ୍ରଲିପ୍ତା କହିଥିଲ, ମାଟିର ମଣିଷ, ଆଉ କଣ? ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ। ମୁକ୍ତାଗଡର କ୍ଷୁଧା, ଅମର ଚିତା। ଆଜ୍ଞା। ମୁକ୍ତାଗଡର କ୍ଷୁଧା, ଅମର ଚିତା, ତା ସହିତ ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ଇଏ ହଉଛି ଗୋଟେ ସିରିଜରେ ତାଙ୍କ ସେ ରଚନା କରିଥିଲେ। ହେଲା? କାରଣ ସେ 3ଟି ଉପନ୍ୟାସର ଚରିତ୍ରରେ ମୁଖ୍ୟ ନାୟକ ଜଣେ। ପରିବର୍ତ୍ତନ ଅବଶ୍ୟ ନାୟକ ହେଇଛନ୍ତି, କିନ୍ତୁ ମାଟିର ମଣିଷ ନାୟକକୁ ନେଇକି ଗୋଟେ ସିରିଜରେ 3ଟି ଉପନ୍ୟାସ ରଚନା ହେଇଥିଲା, କରିଥିଲେ ସିଏ। କିନ୍ତୁ ମୁକ୍ତାଗଡର କ୍ଷୁଧା, ଅମର ଚିତା, ଏ 2ଟି ଉପନ୍ୟାସ ଗୋଟିଏ ପ୍ରକାରର। ବୁଝିହେଲା? ହେଲେ ସବୁଜ ଗୋଷ୍ଠୀଙ୍କର ଯୋଉ ମୁଖପତ୍ର ତା ନାଁ କଣ? ଶୁଭୁଛି ଭଏସ? ସବୁଜ ଗୋଷ୍ଠୀଙ୍କର ଯୋଉ ମୁଖପତ୍ର ସବୁଜ ଗୋଷ୍ଠୀର ଯୁଗ ବୀଣା। ହେଲା? ତାଙ୍କର ତାହେଲେ ମତେ କୁହ କଣ କଣ ସେ ପୂର୍ବ ଅଡିଓରେ ମୁଁ କହିଥିଲି ତୁମକୁ କାଳିଚରଣ ପାଣିଗ୍ରାହୀଙ୍କର କବିତା କଣ କଣ ଥିଲା ରଚନା କରିଥିଲେ? ଯାଦୁଘର, ପୁରୀ ମନ୍ଦିର, ମହାଦୀପ, ଆଗାମୀ, କ୍ଷଣିକ ସତ୍ୟ, ମୋ କବିତା, ଛୁରୀଟିଏ ଲୋଡ଼ା, ଗାନ୍ଧାରୀର ଆଶୀର୍ବାଦ ଓ ମୋ ବାଣୀ। କାଳିଚରଣ ପାଣିଗ୍ରାହୀଙ୍କର ଉପନ୍ୟାସ ହେଉ, କବିତା ହେଉ, ଗଳ୍ପ ହେଉ, ଆତ୍ମଜୀବନୀ ସବୁ ଯାକ ଇମ୍ପୋର୍ଟାଣ୍ଟ ପରୀକ୍ଷା ପାଇଁ। ତେଣୁ ତାଙ୍କ ବିଷୟରେ ଆମେ ବେଶୀ ଜାଣିବା ହିଁ ଆବଶ୍ୟକ। ବୁଝିହେଲା? ତ ତାଙ୍କର କବିତା ଗୁଡିକ ଥିଲା ଯାଦୁଘର, ପୁରୀ ମନ୍ଦିର, ମହାଦୀପ, ଆଗାମୀ, କ୍ଷଣିକ ସତ୍ୟ, ମୋ କବିତା, ଛୁରୀଟିଏ ଲୋଡ଼ା, ଗାନ୍ଧାରୀର ଆଶୀର୍ବାଦ, ମୋ ବାଣୀ। ବୁଝିହେଲା? ତାଙ୍କର ଉପନ୍ୟାସ ଥିଲା କଣ ନା ମାଟିର ମଣିଷ, କେତେ ଖ୍ରୀଷ୍ଟାବ୍ଦରେ? 1931। ହେଲା? ତାହେଲେ ସେ ଯୋଉ ମାଟିର ମଣିଷ 1931 ମସିହାରେ ରଚନା କରିଥିଲେ, ଗୋଟେ ପଏଣ୍ଟ ଏଇଠି ଅଛି, ତାକୁ ଅଡିଓରୁ ନିଶ୍ଚିନ୍ତ ଶୁଣିବ। ଏବେ ଯଦି ଲେଖୁଛ କିଏ ଲେଖ, ନହେଲେ ଅଡିଓରୁ ଲେଖିବ। ଯେ ସେ ପ୍ରଥମେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ଏକ କଥାଚିତ୍ର ରୂପେ ଆସିଥିଲେ ଏବଂ ତାଙ୍କୁ କୁହାଯାଇଥିଲା ଏକ ଗଳ୍ପ ଲେଖିବା ପାଇଁ। ସେ ଗଳ୍ପ ଲେଖିବା ପାଇଁ ଯେତେବେଳେ ଇଚ୍ଛା କରିଥିଲେ, ମାଟିର ମଣିଷ ଗଳ୍ପଟି ଲେଖିକି ଦେଇଥିଲେ। ତ ପରବର୍ତ୍ତୀ ସମୟରେ ତାକୁ ସେ ଉପନ୍ୟାସର ସ୍ଥାନ ଦେଲେ। ବୁଝିହେଲା? ମୁଁ ଯେତେବେଳେ ତାଙ୍କର ଏଇ ଲେଖା ଗୁଡିକ ବିଷୟରେ କହିସାରିବି କଣ କଣ ଲେଖିଛନ୍ତି,
क्षुद्र गल्प नाटक जीवनी प्रबंध माने हिंट्स तुमको खाली पॉइंट कहि सारला परे कालिंदी चरणकर उपन्यास गल्प विषय रे आलोचना करबी एबे हैला एबे खाली कहि दउ जे से कोन कोन आग मुख्य मुख्य पॉइंट खाली लिखिचंती कोन कोन मुक्तागढ़ क्षुधा 1932 रे उपन्यास लिखिचंती अमर चिता 1933 लुहार मनीष 1947 आजिर मनीष 1957 बुझिला 5टी उपन्यास ता सहित तांकर क्षुद्र गल्प कौन अछि ना मांसर बिलाप पंगु उपहार सापुआ सागरिका रुद्राक्ष द्वादशी राशिफल शेष रश्मि मो कथाटी सरी नाही एही भली भाबे से अनेक गल्प लिखिचंती 49 गल्प लिखिचंती किंतु ताकर प्राय 15-20टा गल्प पूरा माने पाठ्य उपयोगी परीक्षा ପାଇଁ प्रश्न पत्र ପାଇଁ उपयुक्त गल्प भाबरे जति पिला मानक ପାଇଁ कि हमर पाठ्य पुस्तक रे स्थानित होईछि हैला तापरे नाटक हला तांकर पद्मिनी प्रियदर्शी सौम्या कालिंदी चरण पाणिग्राहींकर नाटक हला पद्मिनी प्रियदर्शी सौम्या जीवनी विषय रे पिले किए जानिच कहा जीवनी चरित्र को नेकी लिखिचंती कालिंदी चरण पाणिग्राही प्रलिप्ता कहि परिबो भक्त कवि मधुसूदन दास जीवनी को नेकी लिखिचंती ता सहित कर्मवीर गौरीशंकर राय जीवनी को नेकी से लिखिचंती भक्त कवि मधुसूदन कर्मवीर गौरीशंकर दुई जन चरित्र को लेकी जीवनी को नेकी से जीवनी चंती प्रबंध कालिंदी चरण पाणिग्राहींकर प्रबंध हला साहित्य समाचार साहित्यिक नेतृत्व बुझिला 3टी प्रबंध आत्मजीवनी ना कौन देवाशीष आज्ञा मैडम आत्मजीवनी ना कौन आत्मजीवनी जहाँ अंगे निभाई जहा अंगे निभाई तापरे ता सहित कालिंदी चरण पाणिग्राही को पद्म विभूषण पुरस्कार मिली ओडिशा साहित्य एकाडेमी पुरस्कार मिली पिले आग लेखक विषय कही 5 जन जो सखा थे विषय तापर कालिंदी चरण पाणिग्राहींकर गल्प उपन्यास भितर को जीवा सबुज कवि भितर वैकुंठनाथ पट्टनायक एबे प्रलिप्ता विषय कहते देखा जे वैकुंठनाथ पट्टनायक 1904 मसीहा सेप्टेम्बर मास 14 तारिख रे बडम्बार एक कृषि परिवार रे जन्म ग्रहण करथिले हैला तांकर पितांक नाम थिला सुमंत पट्टनायक वैकुंठनाथ पट्टनायक पितांक नाम थिला सुमंत पट्टनायक किंतु से बडम्बारे रहुथिबा तांक पियुषा दीनबंधु पट्टनायकंकर घरे से पालित पुत्र हिसाब रे ही जीवन यापन करुथिले कारण से निसंतान थिबारु वैकुंठनाथ पट्टनायक को पुत्र भाव ग्रहण करथिले पोष्य पुत्र भाव ग्रहण करथिले तापरे वैकुंठनाथ पट्टनायकंकर मृत्यु केते 1979 जनवरी 26 तारिख मात्र 74 वर्ष बयस रे तांकर मृत्यु होइतिला बुझिला ताको साहित्य कृति कौन वैकुंठनाथ पट्टनायकंकर जेउथि पई से केंद्र साहित्य एकाडेमी पुरस्कार पाइथिले उत्तरायण पई से केंद्र साहित्य एकाडेमी पुरस्कार पाइथिले 1965 मसीह रे बुझिला उच्चतर शिक्षा समापन करिसारिबा परे ओडिशा प्रदेश अंतर्गत पुरुलिया सरकारी विद्यालय और पाटना कॉलेजिएट रे जोग देइथिले से ता सहित से पौढ़ शिक्षा विभाग रो उच्च पदाधिकारी थिले एवं से गोटे सचोट मनीष हिसाब रे माने से निजको सचोट भाव रे ही प्रतिपादित करुथिले समस्तक सामना रे तांकर जो थिला
ଆଉ କେତୋଟି ଲେଖା ମନେ ରଖ। କାବ୍ୟ ସଞ୍ଚୟନ 1943, ଉପେକ୍ଷିତା, ତାପରେ ମୁକ୍ତି ପଥେ, ଆଉ ଅରୁଣଶ୍ରୀ, ମୃତ୍ତିକା ଦର୍ଶନ, ତା ସହିତ ହଉଛି ଉତ୍ତରାୟଣ 1900 କେତେ କହିଲେ 65 ହେଇଥିଲା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା, କିନ୍ତୁ ରଚନା କରିଥିଲେ କେତେ ନା 1964। ଉତ୍ତରାୟଣ କବିତା ଟି ସେ 1964 ରଚନା କରିଥିଲେ, 65 କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ଉତ୍ତରାୟଣ କବିତାଟି। ବିଲ୍ୱମଙ୍ଗଳ 1953 ସେ ରଚନା କରିଥିଲେ। ତାଙ୍କର ଗୋଟେ ନାଟକ ଥିଲା କାବ୍ୟନ୍ତିକା, ହେଲା। 1979 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। 1979 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। କିଏ? ବୈକୁଣ୍ଠନାଥ ପଟ୍ଟନାୟକଙ୍କର, ହେଲା। ତାଙ୍କର ପ୍ରସିଦ୍ଧ ଲେଖା ଥିଲା କଣ ନା ଉତ୍ତରାୟଣ କବିତା ସଂକଳନ 1964, ବିଲ୍ୱମଙ୍ଗଳ 1953, କାବ୍ୟ ସଞ୍ଚୟନ 1943, ତାପରେ ସେ ଯୋଉ ଉତ୍ତରାୟଣର କବିତା ସଂକଳନରେ ଥିଲା ଉପେକ୍ଷିତା, ମୁକ୍ତି ପଥେ, ନବବର୍ଷା ସଙ୍ଗୀତ, ଅରୁଣଶ୍ରୀ, ମୃତ୍ତିକା ଦର୍ଶନ, ଏଭଳି କବିତା ସବୁ ଥିଲା। ବୈକୁଣ୍ଠନାଥ ପଟ୍ଟନାୟକଙ୍କ ପରେ ଆମେ ଦେଖିବା ଶରତ ଚନ୍ଦ୍ର ମୁଖାର୍ଜୀଙ୍କ ବିଷୟରେ। ତାହେଲେ ଶରତ ଚନ୍ଦ୍ର ମୁଖାର୍ଜୀ 1902 ମସିହାରେ ଜନ୍ମଗ୍ରହଣ କରିଥିଲେ, ହେଲା। ତାଙ୍କର କେତୋଟି ଲେଖା ତାଙ୍କର ଥିଲା 8ଟି କବିତା ସ୍ଥାନିତ ପାଇଥିଲା। ସବୁଜ କବିତାରେ ତାଙ୍କର 8ଟି କବିତା ସ୍ଥାନିତ ପାଇଥିଲା। ଯୋଉ ସବୁଜ ସାହିତ୍ୟର ସବୁଜ କବିତା ସଂକଳନରେ 8ଟି କବିତା ଶରତ ଚନ୍ଦ୍ର ମୁଖାର୍ଜୀଙ୍କର ସ୍ଥାନିତ ପାଇଥିଲା। ସେ କବିତା ଗୁଡିକର ନାଁ କଣ ନା ସେ ମଣି ବିନା ଜୀବନ ସିନା ବିଫଳ, ଅଭିସାରିକା। ଅଭିସାରିକା ପ୍ରାୟ ପରୀକ୍ଷାରେ ପଡେ। ଅଭିସାରିକା କେଉଁ ଲେଖକଙ୍କର କବିତା, କେଉଁ କବିଙ୍କର କବିତା ବୋଲି। ଅଭିସାରିକା, କବି ବନ୍ଧୁ ପ୍ରତି, ଉଚ୍ଚାକାଂକ୍ଷା, ଶିବେଇ ସାଆନ୍ତରା, ସଙ୍ଗୀତ 1, ସଙ୍ଗୀତ 2। ଶିବେଇ ସାଆନ୍ତରା ବିଷୟରେ 2ଟା ସଙ୍ଗୀତ ସେ ରଚନା କରିଥିଲେ। ତାପରେ ଆଉ କେତୋଟି ଗଦ୍ୟ ମଧ୍ୟ ରଚନା କରିଥିଲେ ରାମାନୁଜଙ୍କ ବିଷୟରେ। ତାପରେ ଉତ୍କଳର ଆର୍ଥିକ ପରିସ୍ଥିତି ବିଷୟରେ, ତା ସହିତ କୋଣାର୍କ ନାମକ ଏକ ଗଦ୍ୟ ବା ପ୍ରବନ୍ଧ ସେ ରଚନା କରିଥିଲେ। ଶରତ ଚନ୍ଦ୍ର ମୁଖାର୍ଜୀଙ୍କର ଉପନ୍ୟାସର ନାମ ହେଲା ପଞ୍ଚପୁଷ୍ପ। ଶରତ ଚନ୍ଦ୍ର ମୁଖାର୍ଜୀ ଗୋଟେ ଉପନ୍ୟାସ ଲେଖିଥିଲେ, ତା ନାଁ ହେଲା ପଞ୍ଚପୁଷ୍ପ। ତା ସହିତ ଶରତ ଚନ୍ଦ୍ର ମୁଖାର୍ଜୀ ଲେଖିଥିଲେ କଣ ନା ବାସନ୍ତୀର 4ଟି ପରିଚ୍ଛେଦ ସେ ଲେଖିଛନ୍ତି। ତାଙ୍କର ପ୍ରସିଦ୍ଧ ଯୋଉ କବିତାଟି ଥିଲା ଅଭିସାରିକା, ସେ ଅଭିସାରିକାଟା ହଉଛି ପ୍ରାୟ ପରୀକ୍ଷାରେ ପଡେ, ତେଣୁ ଏଟାକୁ ଇମ୍ପୋର୍ଟାଣ୍ଟ ସହକାରେ ମନେ ରଖିବୁ ଶରତ ଚନ୍ଦ୍ର ମୁଖାର୍ଜୀଙ୍କର କବିତାର ନାଁଟା। ତାପରେ ପିଲା ଆମେ ଦେଖିବା ହରିହର ମହାପାତ୍ରଙ୍କ କଥା। ହରିହର ମହାପାତ୍ର 1904 ମସିହାରେ ଜନ୍ମଗ୍ରହଣ କରିଥିଲେ। ସିଏ ସବୁଜ କବିମାନଙ୍କ ଭିତରେ ଅନ୍ୟତମ ଲେଖକ। ହରିହର ମହାପାତ୍ର ଏକ ସ୍ମରଣୀୟ ପ୍ରତିଭା। ସେ ସବୁଜ କବିତାରେ ଇଙ୍ଗିତ ଶିରୋନାମାରେ ତାଙ୍କର 7 ଗୋଟି କବିତା ସ୍ଥାନିତ ହୋଇଥିଲା। କେଉଁଥିରେ ନା ସବୁଜ କବିତାର ଇଙ୍ଗିତ ଶିରୋନାମାରେ ତାଙ୍କର ଥିଲା 7ଟି କବିତା। ଯାଅ ଯାତ୍ରୀ, ଭଗ୍ନ ବୀଣା, ଆଜି ଗୋ ମୁଁ ପାଇଛି, ଫୁଲ ସଖୀ, ଭରା ନଈକୂଳେ, ହେଲା। ଆଉ ଗୋଟେ ଥିଲା ତାଙ୍କର କବିତା ସଂକଳନ ବିରହିଣୀ ବାଳା ଅଛି। ତାଙ୍କର ବିରହିଣୀ ବାଳା, ସେଥିରେ ସେ କବିତାଟି ମୁଁ ତାକୁ ଭଲ ଲାଗିଥିଲା ବୋଲି ପଏଣ୍ଟ ଆଉଟ୍ କରି ଲେଖିଥିଲି। ବିରହିଣୀ ବାଳା ଗୁନ୍ଥେ ପ୍ରୀତିମାଳା, ପ୍ରେମେ ମତୁଆଲା, ପେଶିବ କେଉଁ ଦୂରେ ଲୋ, ପ୍ରୀତି ଝର ତୁହି ଯତ ନରେ ଥୋଇ, ପ୍ରୀତି ଦାନେ ବୋହିଲୋ। ଏ ହଉଛି ତାଙ୍କର ଯେତୋଟି କବିତା ଥିଲା ହରିହର ମହାପାତ୍ର ଲେଖିଥିଲେ। ସେ ପ୍ରାୟ ପ୍ରେମ, ପ୍ରତାରଣା ଏସବୁକୁ ନେଇକି ମଧ୍ୟ ଲେଖିଥିଲେ। ତା ସହିତ ବାସନ୍ତୀ ଉପନ୍ୟାସର 2ଟି ପରିଚ୍ଛେଦ ସେ ଲେଖିଛନ୍ତି, ହେଲା। ଆଉ କଣ ନା ଯୁଗ ବୀଣା ଯୋଉ ପତ୍ରିକାଟି ତାଙ୍କର ଥିଲା, ଯୋଉ ଯୁଗ ବୀଣା ପତ୍ରିକାର ସମ୍ପାଦକ ଥିଲେ କିଏ? ହରିହର ମହାପାତ୍ର। ଏଇଟା ପରୀକ୍ଷାରେ ପଡେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଭାବେ ଯେ ଯୁଗ ବୀଣା ପତ୍ରିକାର ସମ୍ପାଦକ କିଏ ଥିଲେ? ହରିହର ମହାପାତ୍ର, ହେଲା। ଏବେ ପିଲାମାନେ କହିଲ ଦେଖିଆ
ସେଇ ସବୁଜ ଗୋଷ୍ଠୀଙ୍କର ସମସାମୟିକ କବି ଅନ୍ୟମାନେ କିଏ ସବୁ ଥିଲେ ଜାଣିଛ ପ୍ରଲିପ୍ତା? ତାଙ୍କ ସମୟରେ ଆଉ କେଉଁ କେଉଁ କବି ତାଙ୍କର କବିତା ମ୍ୟାମ୍ ରଚନା କରି? ହଁ ଯୋଉ ରାଧାମୋହନ ଗଡନାୟକ ଆଉ ହଁ ମାୟାଧର ମାନସିଂହ କୁନ୍ତଳ ହଁ କୁମାରୀ ସାବତ। ହଁ ଠିକ କହିଛ। କୁହ ଜାଣିଛ କି କୁହ? କ୍ଷିତୀଶ ଚନ୍ଦ୍ର ଦେ, କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂହ, ନାଇଁ ଆଉ କିଏ? ଅନନ୍ତ ପ୍ରସାଦ ପଣ୍ଡା ହେଲା। ରାଧାମୋହନ ଗଡନାୟକ ହବନି? ହଁ ରାଧାମୋହନ ଗଡନାୟକ ସେ 1911ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସିଏ ସେଇ ସମସାମୟିକ କବି ସେମାନେ ସବୁ। ରାଧାମୋହନ ଗଡନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଏମିତି ବହୁତ ଲେଖକ ଯୋଉ କବି ମାନେ ଅଛନ୍ତି, ଲେଖକ ମାନେ ଅଛନ୍ତି ସେ ସମୟରେ ଥିଲେ। ବୀର କିଶୋର ଦାସ ତାଙ୍କ ରଚନା କରିଥିଲେ ଦେଶ ପ୍ରୀତି ପାଇଁ ଯୋଉ ସେ ସମୟରେ ଯୁଦ୍ଧ ହୋଇଥିଲା ସେ ଯୁଦ୍ଧକୁ ନେଇକି ସେ ବାଞ୍ଛାନିଧି ମହାନ୍ତି ଏମିତି ତ ସମସାମୟିକ ବହୁତ ଗୁଡେ କବି ଥିଲେ। ଅଭିରାମ ପରମସିଂହ, ମାଧବ ଚୌଧୁରୀ, କିନ୍ତୁ ଅନେକ କବି ସେ ସମୟରେ ଲେଖକ ବାହାରିଥିଲେ। ତ ସମସ୍ତଙ୍କ ବିଷୟରେ ତ ଆଲୋଚନା ଏଇନା କରିହବନି। କିନ୍ତୁ ପରୀକ୍ଷା ପାଇଁ ଯେତିକି ଇମ୍ପୋର୍ଟାଣ୍ଟ ମୁଁ ଭାବୁଛି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଷୟରେ ଆଲୋଚନା କରିଦେବା। ଆଉ ତୁମେ ମାନେ ଅନ୍ୟ ଯୋଉ କବି ମାନେ ରହିଲେ ପଢିବ। ଯେତେବେଳେ ପର୍ଟିକୁଲାର ଧର ମାୟାଧର ମାନସିଂହଙ୍କ ଉପରେ ଆଲୋଚନା ହବ ସେତେବେଳେ ତାଙ୍କ ଲେଖା, ତାଙ୍କ କବିତା ଏଇଭଳି ଭାବରେ ଆଲୋଚନା ହବ। ହେଲା। ତ ଏବେ ଆମେ ପିଲେ ପ୍ରଲିତ ସେଦିନ ମାଟିର ମଣିଷ ଉପନ୍ୟାସ ବିଷୟରେ କହୁଥିଲ। ଆଜ୍ଞା ମ୍ୟାମ୍। ହଁ ଆଉ କିଏ କିଏ ସବୁ ମାଟିର ମଣିଷ ଉପନ୍ୟାସ ଜାଣିଛ ପିଲେ? ମୁଁ ଆଲୋଚନା କରିବି ନା ନାଇଁ ତା ପରବର୍ତ୍ତୀ ଲୁହାର ମଣିଷ ଆଜିର ମଣିଷ ବିଷୟରେ ପୁଣି ଆଲୋଚନା କରିବା। ପ୍ରଲିପ୍ତା ଆଉ ଥରେ ଟିକେ କହିବ ସେ ଷ୍ଟୋରି ଟା ଟିକେ କୁହ। ମ୍ୟାମ୍ ବରଜ ଆଉ ସକଡି ବୋଲି ଦି ଜଣ ଭାଇ ଥିବେ। ତ ହୁଁ ଯିଏ ବରଜିଙ୍କ ସ୍ତ୍ରୀ ଥିବ ସିଏ ମାନେ ଜମି ଭାଗ ବଣ୍ଟନକୁ ନେଇକି ଝଗଡା କରୁଥିବ। ତ ବରଜ ଯିଏ ଥିବେ ବଡ ଭାଇ ସେ ଘରକୁ ଏକାଠି କରିକି ରଖିବା ପାଇଁ ତାଙ୍କ ସ୍ତ୍ରୀ କୁ କହିବେ ଯେ ଜମିବାଡି ସବୁ ସାନ ଭାଇ ନାଁରେ ହେଇଯାଇଛି। ଆଉ ଆମେ ହୁଁ ଯଦି ତାଠୁ ଅଲଗା ହେଇଯିବା ଆମକୁ କିଛି ମିଳିବନି। ଫଳରେ ଏମିତି ହେଇକି ତାଙ୍କ ପରିବାର ଟା ଆଉ ବରଜ ଯିଏ ଥିବ ସିଏ ପୁରା ଗାନ୍ଧୀବାଦୀ ମଣିଷରେ ଥିବ। ସରଳ ନିରୀହ ନିଷ୍କପଟ। ହଁ ତାହେଲେ ଏଇଟା ଜାଣିଛ। ଆଉ ତା ବିଷୟରେ କେତେଟା ଇମ୍ପୋର୍ଟାଣ୍ଟ ଜିନିଷ ମୁଁ କହୁଛି। ତାହେଲେ ଏଇ ଯୋଉ ମାଟିର ମଣିଷ ଉପନ୍ୟାସଟି ରଚନା କରାଯାଇଥିଲା ତାହେଲେ କୁହ ମତେ ଯେ ସେ ଯୋଉ ଗାଁଟିର ନାଁ କଣ ଥିଲା? ଯେଉଁ ଗାଁ ଗ୍ରାମ ଉପରେ ନେଇକିରି ଏ ରଚନା କରାଯାଇଥିଲା ମାଟିର ମଣିଷ ଉପନ୍ୟାସ ସେ ଥିଲା ପ୍ରଧାନ ପଡା। ତାହେଲେ ବରଜୁ ଛକଡିର ବାପାଙ୍କ ନାଁ କଣ ଥିଲା? ଆମ ପ୍ରଧାନ। ଶ୍ୟାମ ପ୍ରଧାନ। ଏ ମାଟିର ମଣିଷ ଯୋଉ ଉପନ୍ୟାସଟି କେତେଟା ପରିଚ୍ଛେଦରେ 12ଟି ପରିଚ୍ଛେଦ। 12ଟି ପରିଚ୍ଛେଦରେ ମାଟିର ମଣିଷ ଉପନ୍ୟାସଟିକୁ କାଳିଚରଣ ପାଣିଗ୍ରାହୀ ରଚନା କରିଥିଲେ। ବୁଝି ହେଲା। ପ୍ରଥମ ପରିଚ୍ଛେଦ ଏମିତି ହେଉଛି କି ମୁଁ ଖାଲି ପଢି ଦଉଛି ଟିକେ ଶୁଣିନିଅ। ଉପନ୍ୟାସର କାହାଣୀ ଟା ଆରମ୍ଭ ହୋଇଛି କଟକ ଜିଲ୍ଲାର ବିରୁପା ନଦୀ କୂଳସ୍ଥ ପ୍ରଧାନପଡା ଗ୍ରାମର ପ୍ରଧାନ ପରିବାରକୁ ନେଇ। ସେହି ଗ୍ରାମରେ ପ୍ରଧାନ ସାହି ଅବସ୍ଥିତ। ସେଇ ଗ୍ରାମରେ ମୁରବୀ କହିଲେ ଶ୍ୟାମ ପ୍ରଧାନ। ଶ୍ୟାମ ପ୍ରଧାନକୁ ସମସ୍ତେ ମାନନ୍ତି। ଏଇଥିପାଇଁ ମାନନ୍ତି ଯେ ଶ୍ୟାମ ପ୍ରଧାନର ଯୋଉ ଶ୍ୟାମ ପ୍ରଧାନ ସହିତ ତାଙ୍କର ଦୁଇ ପୁଅ ବରଜୁ ଛକଡି ତା ସହିତ ତାଙ୍କ ସ୍ତ୍ରୀ ସେମାନେ କେହି ବି ଗାଁ ଲୋକଙ୍କର କେବେ ଅମଙ୍ଗଳ ଚିନ୍ତା କରିନାହାନ୍ତି। ଗ୍ରାମ ଲୋକଙ୍କ ପାଇଁ ସବୁବେଳେ ଛିଡା ହୋଇଛନ୍ତି ଓ ଗାଁ ଲୋକମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରନ୍ତି। ଯଦି କୌଣସି ଘରେ ପରିବାରରେ ଅଶାନ୍ତି କି ଝଗଡା କି କଳହ ହୁଏ ତ ଶ୍ୟାମ ପ୍ରଧାନ ଗାଁ ର ମୁରବୀ ହିସାବରେ ସେ କେମିତି ଲୋକମାନେ ଖର୍ଚ୍ଚାନ୍ତ ନହେବେ, କୋର୍ଟ କଚେରି ନହବ, ଲୋକ କେମିତି ହଇରାଣ ନହେବେ, କମ ସମୟ ଭିତରେ ସେମାନଙ୍କ ଭିତରେ ଶାନ୍ତି ଶୃଙ୍ଖଳା ହବ, ଭାଇ ଭାଇ ମଧ୍ୟରେ ସମ୍ପର୍କ ଗଢି ଉଠିବ, ସେ କଥା ବୁଝିକି ସମାଧାନ କରିଦଉଥିଲେ। ତାଙ୍କର ଗୋଟେ ଚିନ୍ତାଧାରା ଥିଲା ଯେ ମାନସିକ ମାନେ ଗୋଟେ ପ୍ରାଚୀନ ଚିନ୍ତାଧାରା ଭଲ ଚିନ୍ତାଧାରା ଯେ କେବେ ହେଲେ ଭାଇ ଭାଇ ମଧ୍ୟରେ ସମ୍ପର୍କ ଅତୁଟ ରହିବା ଦରକାର। ଭିନ୍ନ ନହବା ଦରକାର। ଆଉ ଜମି ଭିତରେ ହିଡ ନ ରହିବା ଦରକାର।
ପରିବାର ସବୁବେଳେ ଏକାଠି ରହିବା ଦରକାର, ପ୍ରତି ବିପଦ ଆପଦରେ ସମସ୍ତେ ପରିବାରରେ ଏକଜୁଟ ହେବା ଦରକାର, ଏ ଚିନ୍ତାଧାରା ନେଇ ଶ୍ୟାମ ପ୍ରଧାନ ବଞ୍ଚିଥିଲେ। ଏବଂ ସେ ବରଜୁକୁ ଛକଡିକି ମଧ୍ୟ ସେଇଆ କହିଥିଲେ ଯେ ଘର ଭିତରେ କେବେ ପାଚିରି ନ ହେବା ଆବଶ୍ୟକ ଏବଂ ବିଲ ଭିତରେ ବି କେବେ ହିଡ ନ ରହିବା ଆବଶ୍ୟକ। ବୁଝିହେଲା? କିନ୍ତୁ ଶ୍ୟାମ ପ୍ରଧାନଙ୍କ ସ୍ତ୍ରୀ ଯିଏ ଥିଲେ ସେ ମଧ୍ୟ ଏଇ ଯୋଉ କାହାଣୀଟି ବିରୂପା ନଦୀ କୂଳରେ ଥିବା ଶ୍ୟାମ ଯୋଉ ପ୍ରଧାନ ପଡା, ବୁଝିହେଲା? ତେଣୁ ତାଙ୍କ ସ୍ତ୍ରୀ ମଧ୍ୟ ଦୁଇ ପୁଅଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ଗୋଟେ ଦୋଷ ଥିଲା କଣ ନା ଶ୍ୟାମ ପ୍ରଧାନଙ୍କ ସ୍ତ୍ରୀ ବା ବରଜୁ ଛକଡିର ମା ଯିଏ ଥିଲେ ସେ ପୁଅଙ୍କୁ ଯେତିକି ଭଲ ପାଉଥିଲେ ବୋହୂ ମାନଙ୍କୁ ସେତିକି ଭଲ ପାଉଥିଲେ ମଧ୍ୟ ତାଙ୍କୁ ଏତେ ସପୋର୍ଟ କରୁନଥିଲେ ଘର ଭିତରେ, ଯୋଉଥିପାଇଁ ତାଙ୍କ ଭିତରେ ମତ ପାର୍ଥକ୍ୟ ଦେଖାଦେଲା ଏବଂ କଳହ ବା ଝଗଡା ଲାଗୁଥିଲା, ଯୋଉଥିପାଇଁ ପରିସ୍ଥିତି ଏଭଳି ହେଲା ଯେ ନିଜେ ଗାନ୍ଧୀବାଦୀ ମଣିଷଟି ବରଜୁ ଲାଷ୍ଟକୁ ଭାଇ ପାଖରୁ ଭିନ୍ନ ନହବା ପାଇଁ, ଘର ଭିତରେ ପାଚିରି ନ ଉଠିବା ପାଇଁ ଏବଂ ଜମି ଭିତରେ ହିଡ ନ ବସିବା ପାଇଁ ସେ ନିଜକୁ ଜଳାଞ୍ଜଳି ଦେଇ ଗାନ୍ଧୀବାଦୀ ଚିନ୍ତାଧାରାରେ ନିଜ ଘର ଛାଡିକିରି ହରିପୁର ନାମକ ଏକ ସ୍ଥାନରେ ଏକ ନିଜର ଯୋଉ କହନ୍ତି ଏକ ବନ୍ଧୁ ଘରେ ଯାଇକି ଆଶ୍ରୟ ନେଇଥିବ। ସେଠି ଆଶ୍ରୟ ନେଇ କଣ କରିଥିବ ନା ଗାନ୍ଧୀଙ୍କ ଚିନ୍ତାଧାରା ଅନୁସାରେ ଅରଟରେ ସୂତା କାଟିକି ଜୀବନ ଯାପନ କରିଥିବ। ବୁଝିହେଲା? ଇଏ ଥିଲା କଣ ନା ମାଟିର ମଣିଷ ଉପନ୍ୟାସର କିଛି କଥାବସ୍ତୁ। ଆଉ ଗୋଟେ କଥା, ପ୍ରଥମେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ କହିଛନ୍ତି ତାଙ୍କ ମତରେ ଯେ ମତେ ଆନନ୍ଦ ଲହରୀ ଉପନ୍ୟାସ ମାଳା ପାଇଁ ଏକ ଛୋଟ ଉପନ୍ୟାସ ଲେଖିବା ପାଇଁ ବାଳକୃଷ୍ଣ ବାବୁ କହିଥିଲେ। ବୁଝିଲା? ମୁଁ ଆଉ ଥରେ କହୁଛି, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ ପ୍ରଥମେ ଉପନ୍ୟାସ ଲେଖିବା ପାଇଁ ଆନନ୍ଦ ଲହରୀ ଉପନ୍ୟାସ ମାଳାରେ ଲେଖିବା ପାଇଁ ଉପନ୍ୟାସ ଆସିଥିଲା, ଯେଉଁଥିରେ ବାଳକୃଷ୍ଣ ବାବୁ ତାଙ୍କୁ ଏକ ଛୋଟିଆ ଉପନ୍ୟାସ ଲେଖିବା ପାଇଁ କହିଥିଲେ, ଯାହାକୁ ଇଏ ଚିନ୍ତା କରି 2 ମାସ ଭିତରେ ସେ ମାଟିର ମଣିଷ ଉପନ୍ୟାସଟି ଲେଖିବା ପାଇଁ ଚେଷ୍ଟା କରିଥିଲେ, ପ୍ରୟାସ କରିଥିଲେ, ସଫଳ ହୋଇଥିଲେ। କାହାଣୀଟି କୋଉଠି ପାଇଥିଲେ? ସେ ଯାଇଥିଲେ ପୁରୀ ଜିଲ୍ଲାର ଡେଲାଙ୍ଗ ଯୋଉ ଗ୍ରାମ ଅଛି ସେ ସମବାୟ ସମିତିରେ ଏକ ଷ୍ଟୋର ସାମ୍ନାରେ ସିଏ ଯାଇଥିଲେ ଷ୍ଟୋରକୁ। ସେଠି କିଛି ସଭ୍ୟା ସ୍ତ୍ରୀ ଲୋକ, ଆମେ ଜାଣିଛେ ଯେ କୌଣସି ଯଦି ମିଟିଂ ହୁଏ ସ୍ତ୍ରୀ ଲୋକଙ୍କର ଗ୍ରୁପ ଅଛି ତାହେଲେ ସେଠି ବେଶୀ ସ୍ତ୍ରୀ ଲୋକଙ୍କ ଗ୍ରୁପରେ କଣ ହୁଏ ନା ଇମ୍ପୋର୍ଟାଣ୍ଟ କଥା କମ କିନ୍ତୁ ଘର କଥା ବେଶୀ ଆଲୋଚନା ହୁଏ। ସେଠି ନିଜର ମନର ଯୋଉ ଯନ୍ତ୍ରଣା ଦୁଃଖକୁ ସେ ପରସ୍ପର ଭିତରେ ଆଲୋଚନା କରିଦିଅନ୍ତି। ତ ଏଇ ଜିନିଷଟା ଠିକ ଘଟିଥିଲା କୋଉଠି ନା ଡେଲାଙ୍ଗ ସମବାୟ ସମିତି ଷ୍ଟୋର ସାମ୍ନାରେ କହୁଥିବା ଜଣେ ସମିତି ସଭ୍ୟା ଅନ୍ୟ ଜଣଙ୍କୁ କହୁଥିଲେ, ଯେଉଁଠି କାଳିନ୍ଦୀଚରଣ ଉପସ୍ଥିତ ଥିଲେ, ଏସବୁ ଶୁଣିଥିଲେ, ତାଙ୍କୁ ଚରିତ୍ର କଥାବସ୍ତୁ ଉପନ୍ୟାସ ପାଇଁ ମିଳିଯାଇଥିଲା, ସାମାଜିକ ଉପନ୍ୟାସ ହେଲା। ସେଇ ଉପନ୍ୟାସରେ ସେ ବରଜୁ ପ୍ରଧାନକୁ ମାଟିର ମଣିଷ ହିସାବରେ ସେ ସମ୍ପୂର୍ଣ୍ଣ ଷ୍ଟୋରିଟିକୁ କାନ ଦେଇ ଶୁଣିଥିଲେ ଏବଂ ଗ୍ରହଣ କରିଥିଲେ, ଉପନ୍ୟାସ ମାଧ୍ୟମରେ ପ୍ରକାଶ କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରର ସ୍ଥାନ ମଧ୍ୟ ପାଇଥିଲା। ବୁଝିହେଲା? ସେ ମାଟିର ମଣିଷ ଉପନ୍ୟାସର ଥିମ୍ସ ଥିଲା, ମୁଖ୍ୟ ଥିମ୍ସ କଣ ନା ଲେଖକଙ୍କ ଭାଷାରେ ଖାଲି ମାଟି ମାଟି, ଖାଲି ମାଟିର ବେଉସା, ଜନମ ଠାରୁ ମରଣ ଯାଏ କେବଳ ମାଟି, ମାଟିରୁ ଜନମ, ମାଟିରେ ଶୁଆ, ମାଟିରେ ବସା, ମାଟି ତାଡ଼ିଲେ ହିଁ ମୋର ପେଟ ପୋଷା। ଆଉ ବରଜୁ ପାଇଁ ଏସବୁ କଥା ସେ ବରଜୁ ଚରିତ୍ର ମାଧ୍ୟମରେ ସମାଜକୁ ଜଣାଇଛନ୍ତି ହେଲା। ଏଇ ଯୋଉ ମାଟିର ମଣିଷ ଉପନ୍ୟାସର ଆଉ ଗୋଟେ ପଏଣ୍ଟ ହେଲା, ମାଟିର ମଣିଷ ଉପନ୍ୟାସର ଇଂରାଜୀ ଅନୁବାଦର ନାଁ କଣ ଥିଲା କି ଜାଣିଛ ପିଲେ? ଏ ହାଉ ହଁ କୁହ। ଜାଣିନି। ଏ ହାଉସ ଅନଡିଭାଇଡେड।
ମାଟିର ମଣିଷ ଉପନ୍ୟାସର ଇଂରାଜୀ ଅନୁବାଦ ହେଲା ଏ ହାଉସ୍ ଅନ୍ ଡିଭାଇଡେଡ୍। ଯେଉଁ ଯେଉଁ ପଏଣ୍ଟ କହୁଛି ଅଡିଓରୁ ଶୁଣିକି ତାଙ୍କୁ ସବୁ ନୋଟ୍ କରିନବ। ତାପରେ ତାଙ୍କର ମାଟିର ମଣିଷ ପରେ ଆସିଲା ଲୁହାର ମଣିଷ। ଲୁହାର ମଣିଷ କେବେ ସେ ରଚନା କଲେ? 1947 ମସିହାରେ। ସେତେବେଳେ ବରଜୁ ଚରିତ୍ରଟି ଅଛି, କିନ୍ତୁ ତାର ପରିବେଶ ପରିସ୍ଥିତି ପରିବର୍ତ୍ତନ ହେଇଯାଇଛି। ଚରିତ୍ରରେ ମଧ୍ୟ ଯୋଉ ଔପନ୍ୟାସିକ କାଳିଚରଣ ପାଣିଗ୍ରାହୀ ଚରିତ୍ରକୁ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ଯେତେବେଳେ ସିଏ ଯାଇଛନ୍ତି ବରଜୁ ପ୍ରଧାନ ଘରକୁ କିଛି କଥା ସଂଗ୍ରହ କରିବା ପାଇଁ, ସେଠି ଚରିତ୍ର ତାର ବଦଳି ଯାଇଛି। ଲୁହାର ମଣିଷରେ ମାଟିର ମଣିଷଟି ସମୟକ୍ରମେ ପରିବେଶ ପରିସ୍ଥିତି ସ୍ଥାନ କାଳ ପାତ୍ର ର ପରିକ୍ଷେପ ତାର ପ୍ରଭାବରେ ସେ ପରିବର୍ତ୍ତନ ନିଜକୁ କରିଦେଇଛି। ଲୁହାର ମଣିଷ ବା ମାଟିର ମଣିଷ ବା ଆଜିର ମଣିଷକୁ କାଳିଚରଣ ପାଣିଗ୍ରାହୀ ଏକ ସିରିଜ ଉପନ୍ୟାସରେ ସ୍ଥାନିତ କରିଛନ୍ତି। କାରଣ ବରଜୁ ଚରିତ୍ରଟି 3ଟି ଉପନ୍ୟାସରେ 3ଟି ଚରିତ୍ରରେ ସେ ପରିବର୍ତ୍ତିତ ହୋଇଯାଇଛି। ହେଲା, ଯେତେବେଳେ ସେ 1931ରୁ 1947 ଭିତରେ ସେ ଉପନ୍ୟାସ ରଚନା କରିଛନ୍ତି, ସେତେବେଳେ ବରଜୁର ସମୟ ତାର ପରିସ୍ଥିତି ତାର ପରିବେଶ ବଦଳି ଯାଇଛି। ତେଣୁ ମାଟିର ମଣିଷର ସେ ଗାନ୍ଧୀବାଦୀ ମଣିଷଟି ଯେତେବେଳେ ଦେଖିଛି ଯେ ଗାନ୍ଧୀବାଦୀ ଚିନ୍ତାଧାରା ଆଦର୍ଶବାଦ ତାର ହେଇଛି ବୃଥା, ତାର ସମାଜ ତାର ଭାଇ ପାଖରେ ତା ପରିବାର ପାଖରେ ସେ ଦେଖିଛି ତାର ଗାନ୍ଧୀବାଦୀ ଚିନ୍ତାଧାରା ତା ଆଦର୍ଶବାଦ ବୃଥା ହୋଇଛି, ସେତେବେଳେ ସେ କଣ କରିଛି ନା ସେ ନିଜର ଘର ଛାଡି ଦେଇ ହରିପୁର ଗୌରାଙ୍ଗ ସେଣ ନାମକ ଜଣେ ତାଙ୍କର ବନ୍ଧୁ ତାଙ୍କ ଘରେ ସେ ଆଶ୍ରୟ ହୋଇଛନ୍ତି। ସତେ ଯେମିତି ଲାଗିଛି ଯେ ମାଟିର ମଣିଷରେ ଜୀବନ୍ୟାସ ବା ଜୀବନ ନଥିବା ମଣିଷଟି ଲୁହାର ମଣିଷରେ ପ୍ରାଣପିଣ୍ଡ ସଦୃଶ ସେ ବଞ୍ଚିଛନ୍ତି। ବୁଝିହେଲା? ସତେ ଯେମିତି ବରଜୁର ହାତ ଓ ଗୋଡରେ ଲୁହାର ଶିକୁଳି ପରିଧାନ କରି ସେ ବଞ୍ଚିଛି। ମାର୍କ୍ସବାଦ ଲୁହାର ମଣିଷରେ ରୂପାନ୍ତରିତ ହୋଇଛି ଏବଂ ତାର ଧାରଣାରେ ପରିବର୍ତ୍ତନ ମଧ୍ୟ ତା ଚିନ୍ତାରେ ମଧ୍ୟ ପରିବର୍ତ୍ତନ ଘଟିଛି। ପିଲେ କହିଲେ ମତେ ବରଜୁର ସ୍ତ୍ରୀର ନାଁ କଣ ପ୍ରଲିପ୍ତା? ହାରାବୋଉ। ସ୍ତ୍ରୀ ନା ଆପଣ କହିଦିଅନ୍ତୁ। ହାରାବୋଉ ହେଲା। ଆଉ ଛକଟିର ସ୍ତ୍ରୀର ନାଁ ହେଲା ନେତ୍ରମଣି। ଏଇଥିପାଇଁ ହୋଇଥିବ ଯେ ବାସ୍ତବରେ ଆମ ସମାଜରେ ଏଭଳି କଥା ଦେଖାଯାଏ, ମାଟିର ମଣିଷ ଉପନ୍ୟାସ କୌଣସି କଳ୍ପନାର କାହାଣୀ ନୁହେଁ, ଇଏ ହଉଛି ପ୍ରତି ଜୀବନରେ ପ୍ରତି ପରିବାରରେ ଘଟୁଥିବା ଘଟଣା। ଯେଉଁଠି ଦୁଇ ଜଣ ଦୁଇଟି ଜିନିଷର ତୁଳନା କରାଯାଏ, ନିଶ୍ଚିନ୍ତ ତୁଳନା କରୁଥିବା ଲୋକ ପାଖରେ ତାର କଣ ନା ଜଣଙ୍କର ମୂଲ୍ୟ କମ୍ ଜଣଙ୍କର ମୂଲ୍ୟ ଅଧିକ ତା ହୃଦୟରେ ସ୍ଥାନିତ ହୋଇଯାଏ। ଯୋଉଠି ସ୍ଥାନିତ ହୁଏ ସେଠି ସେ ଜାଗାରେ ସେ ପରିବେଶରେ କଣ ନା ଭିନ୍ନତା ବା ପାର୍ଥକ୍ୟ ସୃଷ୍ଟି ହୁଏ ଆଉ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ଠିକ ସେଇ ଜିନିଷ ଘଟିଥିଲା ମାଟିର ମଣିଷ ଉପନ୍ୟାସରେ। ବରଜୁର ସ୍ତ୍ରୀ ହାରାବୋଉ ଓ ନେତ୍ରମଣି ଦୁଇ ଜଣଙ୍କୁ ତାଙ୍କ ଯିଏ ଶ୍ୟାମ ପ୍ରଧାନଙ୍କ ସ୍ତ୍ରୀ ଶାଶୁ ଦୁଇ ଜଣଙ୍କୁ ଦୁଇଟି ଚକ୍ଷୁରେ ଦେଖୁଥିଲେ। ସାନ ବୋହୂ ଯେହେତୁ ତାଙ୍କର ଚିନ୍ତାଧାରା ଥିଲା, ସାନ ବୋହୂ ଅଧିକ ଯେହେତୁ ସିଏ ଉପନ୍ୟାସ ଅନୁସାରେ ଯେହେତୁ ସିଏ ଧନ ଦୌଲତ ଗହଣା କିଛି ସବୁ ଆଣିଥିଲା, ସେଥିପାଇଁ ଶାଶୁ ତାଙ୍କୁ ଅଧିକ ଭଲ ପାଉଥିଲେ ଏବଂ ହାରାବୋଉ ଯୋଉ ଥିଲା ବରଜୁର ସ୍ତ୍ରୀ ତାଙ୍କୁ କଣ ଏତେ ପ୍ରାଧାନ୍ୟ ଦେଉନଥିଲେ, ଯୋଉଥିପାଇଁ ହାରାବୋଉ ମନରେ କଷ୍ଟ ଯନ୍ତ୍ରଣା ସୃଷ୍ଟି ହଉଥିଲା, ସେ ପ୍ରତିବାଦ କରୁଥିଲା। ତା ସହିତ ସେ ଚେଷ୍ଟା କରୁଥିଲା ଯେ କଣ କରିବା ପାଇଁ ନା ତାର ମୁରବୀ ପଣିଆକୁ ଦେଖେଇବା ପାଇଁ କାହା ନା ସାନ ଯା ଉପରେ ନେତ୍ରମଣି ଉପରେ। ନେତ୍ରମଣି କିନ୍ତୁ ଯେହେତୁ ଗେହ୍ଲାରେ ବଢିଥିଲା ସବୁ କିଛି ଆଣିଥିଲା, ସେ ଏସବୁକୁ ସହ୍ୟ କରିପାରୁନଥିଲା, ଯୋଉଥିପାଇଁ ସେ ଚାହିଁଥିଲା ଯେ ନେତ୍ରମଣି କେମିତି ମୁଁ ଜମିବାଡି ଆମର ଅଲଗା ହେଇଯାଉ, ମୁଁ ମୋର ଅଲଗାରେ ହିଁ ଜୀବନ ଯାପନ କରିବି, ଯୋଉଟାକୁ ଗାନ୍ଧୀବାଦୀ ମଣିଷ ବରଜୁ ଗ୍ରହଣ କରିନଥିଲା
ଏବଂ ଶେଷରେ ସେ ଘର ତ୍ୟାଗ କରିଦେଇଥିଲା। ହାରା ବୋଉ ମଧ୍ୟ ସ୍ୱାମୀର ପରିଶ୍ରମ ଆଉ ଆଦର୍ଶବାଦକୁ ଗ୍ରହଣ କରି ନେଇଥିଲା, ନିଜର ଭୁଲକୁ ବୁଝିପାରିଥିଲା। ଏଇ ଉପନ୍ୟାସରେ ଏଇଟା ହେଲା କଣ କଥାବସ୍ତୁ ଥିଲା। ସେଥିରୁ ହେଲା ଲୁହାର ମଣିଷ। ଲୁହାର ମଣିଷ ମୁଁ ଯୋଉ କହିଲି ପରବର୍ତ୍ତୀ ସମୟରେ ଯୋଉ ପରିବର୍ତ୍ତନ ଘଟିଛି ହେଲା ଲୁହାର ମଣିଷ। ତାହେଲେ ଆଜିର ମଣିଷର କଣ ନା ଆଜିର ମଣିଷ ହେଲା 1957 ମସିହା ମେ ମାସ 25 ତାରିଖରେ ଆଜିର ମଣିଷ ସେ ରଚନା କରିଥିଲେ କି ନା କାଳିଚରଣ ପାଣିଗ୍ରାହୀ ହେଲା। ଏଥିରେ ସେ ପଢୁ ଶିକ୍ଷା କଣ ହେଲା ମସିହାଟା ଟିକେ ଆଉଥରେ କୁହନ୍ତୁ। 1957 ମସିହା ମେ ମାସ 25 ତାରିଖ ବୁଝିଲା। ଏ ଯୋଉ ଆଜିର ମଣିଷ ଉପନ୍ୟାସ ପାଇଁ କାଳିଚରଣ ପାଣିଗ୍ରାହୀ କହିଛନ୍ତି ଯେ ପୌଢ ଶିକ୍ଷା କଣ? ହେଲେ ପୌଢ ଶିକ୍ଷା କଣ କିଏ କହିପାରିବ? ଜାଣିଛ? ପୌଢ ଶିକ୍ଷାର ଅଧ୍ୟକ୍ଷ ଦୀନକୃଷ୍ଣ ପାଣିଗ୍ରାହୀ ପୌଢ ଶିକ୍ଷାର ଏକ ରଚନା ପାଇଁ କାଳିଚରଣଙ୍କୁ ଅନୁରୋଧ କରିଥିଲେ ଏବଂ ଏକ ଗଳ୍ପ ଆକାରରେ ଲେଖିବା ଏଇ ଲେଖାଟିକୁ ଏକ ଗଳ୍ପ ଆକାରରେ ଲେଖିବା ପାଇଁ କହିଥିଲେ। କିନ୍ତୁ ସେଇ ଯୋଉ ଲେଖାଟା ତାଙ୍କର ଯୋଉ ଲେଖିଥିଲେ ସେ ପୌଢ ଶିକ୍ଷା ଉପରେ ସେ ଏକ ଯିବା ସମୟରେ କାଳିଚରଣ ପାଣିଗ୍ରାହୀ ହଜି ଯାଇଥିଲା ରିକ୍ସାରେ ସେ କାହାଣୀଟା। ତା ପରବର୍ତ୍ତୀ ସମୟରେ ସେ ତାକୁ ଆଜିର ମଣିଷ ଉପନ୍ୟାସରେ ସ୍ଥାନ ଦେଲେ। ଆଜିର ମଣିଷ ଉପନ୍ୟାସ ନାମରେ ସ୍ଥାନିତ କଲେ ହେଲା। ଯୋଉ ଆଜିର ମଣିଷ ଉପନ୍ୟାସଟି ପୌଢ ଶିକ୍ଷା ପିଲା ମୁଁ ପଚାରୁଥିଲି ତ ପୌଢ ଶିକ୍ଷା କିଏ କହିପାରିବ? ପ୍ରଲିପ୍ତା। ପ୍ରୌଢ ଶିକ୍ଷା କାହାକୁ କୁହାଯାଏ? ହ୍ୟାଲୋ। ହଁ ହଁ କୁହ। ମ୍ୟାମ୍ ପ୍ରୌଢ ଶିକ୍ଷା ହଉଛି ଯୋଉମାନେ ପାଠ ପଢା ଅଧାରୁ ଛାଡି ଦେଇଥିବେ କିମ୍ବା ପଢିନଥିବେ ଆଉ ଯୋଉମାନେ ନିଜ କାମ କରୁଛନ୍ତି କି କୃଷକ, କମାର, କୁମ୍ଭାର ସେମାନେ ଦିନ ବେଳେ କାମ କରିକି ସନ୍ଧ୍ୟା ବେଳେ ଆସିକି ଯୋଉ ଭାଗବତ ଟୁଙ୍ଗିଥାଏ ସେଇଠି କିଛି ଶିକ୍ଷା କରିବେ ସେଇଟା ହଉଛି ପ୍ରୌଢ ଶିକ୍ଷା। ହଁ, ଯୋଉଟା କି ତାଙ୍କର ଅବସର ସମୟରେ କିଛି ଶିକ୍ଷିତ ଗୋଷ୍ଠୀ ବା କିଛି ଶିକ୍ଷିତ ଲୋକମାନଙ୍କ ଦ୍ଵାରା ସେ ଶିକ୍ଷା ପ୍ରାପ୍ତ ଗ୍ରହଣ କରିଥାନ୍ତି ହେଲା। ଶିକ୍ଷାର ଯେହେତୁ କୌଣସି ବୟସ ମାନ ନିର୍ଦ୍ଧାରଣ ନାହିଁ, ଯେ କୌଣସି ବୟସର ଅତିକ୍ରାନ୍ତ ପରେ ମଧ୍ୟ ଶିକ୍ଷା ଗୋଟେ ଜନ୍ମଗତ ଅଧିକାର। ଶିକ୍ଷା ପାଇଁ କିଏ କୌଣସି କୁଶ୍ଚିତ ଚିନ୍ତାଧାରା ରଖିବା ଆବଶ୍ୟକ ନାହିଁ କି ମାନେ ଯୋଉ ଶିକ୍ଷା ଗ୍ରହଣର ପ୍ରକ୍ରିୟାଟା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲାଗିଥାଏ। ତେଣୁକରି ଶିକ୍ଷାକୁ ଏକ ବିସ୍ତାରିତ ମାର୍ଗ ବା ଶିକ୍ଷା ଗୋଟେ ଆମର ଅଧିକାର ଭାବରେ ପୌଢ ଶିକ୍ଷାକୁ ମଧ୍ୟ ସରକାର ସ୍ଥାନିତ କରିଛନ୍ତି ହେଲା। ତ ପୌଢ ଶିକ୍ଷା ଉପରେ ଲେଖିବା ପାଇଁ ଅଧ୍ୟକ୍ଷ ଦୀନକୃଷ୍ଣ ପାଣିଗ୍ରାହୀ ତାଙ୍କୁ କହିଥିଲେ, କିନ୍ତୁ ସିଏ ପୌଢ ଶିକ୍ଷା ହିସାବରେ ହିଁ ସେ ଗଳ୍ପଟାକୁ ଲେଖିଥିଲେ। କିନ୍ତୁ ହଜି ଯାଇଥିଲା ଯେତେବେଳେ ପରବର୍ତ୍ତୀ ସମୟରେ ସେ ଆଜିର ମଣିଷ ଉପନ୍ୟାସ ଆକାରରେ ତାକୁ ସ୍ଥାନିତ କରିଥିଲେ, ଯୋଉଟା କି ପ୍ରଥମେ କଟକ ଆକାଶବାଣୀ କେନ୍ଦ୍ରରୁ ଗୌରୀ ନାମରେ ପ୍ରଚାରିତ ହୋଇଥିଲା। ବୁଝିହେଲା? ଗୌରୀ ନାମରେ ଆଜିର ମଣିଷଟି କଟକ ଆକାଶବାଣୀ କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା। ତା ପରବର୍ତ୍ତୀ ସମୟରେ ତାକୁ ଆଜିର ମଣିଷ ଉପନ୍ୟାସରେ ଯୋଉ ନାମାଙ୍କରଣ କରାଗଲା। ଗୌରୀର ପରବର୍ତ୍ତୀ ନାମ ହେଲା ଆଜିର ମଣିଷ ହେଲା। ତାହେଲେ ଏଇ ଯୋଉ ଥିଲା ଆଜିର ମଣିଷ ଉପରେ ମୁଁ କିଛି କହିଦିଏ। ତ ଆଜିର ମଣିଷର ମୁଖ୍ୟ ନାୟିକା ହେଲେ ଗୌରୀ ହେଲା। ମାଟିର ମଣିଷର ସମସ୍ତ ଚରିତ୍ର ମାନେ ଥିଲେ ମଧ୍ୟ ସେଥିରେ ମୁଖ୍ୟ ଚରିତ୍ର ଭାବରେ ଥିଲେ ଦିବାକର ବାବୁ। ଦିବାକର ବାବୁ ଥିଲେ ମୁଖ୍ୟ ଚରିତ୍ର, ନାୟିକା ଥିଲେ ଗୌରୀ। ଦିବାକର ବାବୁ ଏଭଳି ଚରିତ୍ର ଥିଲେ ଯେ ସେ ଆଇଏ ଫେଲ ହୋଇଥିଲେ, +2 ଫେଲ ହୋଇଥିଲେ, କିନ୍ତୁ ପ୍ରାଚୀନ ଚିନ୍ତାଧାରାକୁ ଯେମିତି ଆମ ସମାଜରେ ଅନେକ ଗୁଡିଏ ଲୋକ ଅଛନ୍ତି ଯେ ବେଶୀ ବେଶୀ ଉପଦେଶ ଦିଅନ୍ତି କିନ୍ତୁ ନିଜ କର୍ମରେ କିଛି ଲଗାନ୍ତି ନାହିଁ। କହିବା ବେଳେ ଯେତିକି ସେମାନେ ବାକ୍ୟ ବୀର ଥାନ୍ତି ଯେ କର୍ମବୀର କମ ଥାନ୍ତି। ସିଏ ସେଇ ବାକ୍ୟ ବୀର ବେଶୀ ଥିଲେ କିଏ? ଦିବାକର ବାବୁ। ବୁଝି ହେଲା? ସେ ପ୍ରାଚୀନ ଚିନ୍ତାଧାରା ବା ପ୍ରାଚୀନ କୁସଂସ୍କାର ଅନ୍ଧବିଶ୍ୱାସ ଉପରେ ସେ ଅନ୍ୟମାନଙ୍କୁ କହିଥାନ୍ତି, ଉପଦେଶ ଦେଇଥାନ୍ତି, କିନ୍ତୁ ନିଜେ ତାକୁ କାର୍ଯ୍ୟରେ ଲଗାନ୍ତି ନାହିଁ ହେଲା। ସିଏ ଥିଲେ ଆଜିର ମଣିଷ ଉପନ୍ୟାସର ମୁଖ୍ୟ ଚରିତ୍ର। ବୁଝିହେଲା?
କାରଣ ଏଇ ଯୋଉ ଉପନ୍ୟାସରେ ଏଥିରେ ପୁରୁଷ ଚରିତ୍ର ଚାରି ଜଣ ପୁରୁଷ ଅଛନ୍ତି ଏବଂ 2 ଜଣ ନାରୀ ଚରିତ୍ର ଅଛନ୍ତି। ଦିବାକର ବାବୁଙ୍କ ସ୍ତ୍ରୀ ହେଲେ ସାବିତ୍ରୀ ହେଲା। ତା ସହିତ ଆଉ ସାବିତ୍ରୀ ଏବଂ ଗୌରୀ 2 ଜଣ ନାରୀ ଚରିତ୍ର। ତା ସହିତ ପୁରୁଷ ଚରିତ୍ର ଅଛନ୍ତି ଦିବାକର ବାବୁ, ମଦନ ବାବୁ। ତେଣୁ ମଦନ ବାବୁ ଗାଁର ଏକ ସ୍କୁଲରେ ଗୌରୀ ସେତେବେଳେ ମଦନ ବାବୁଙ୍କ ସ୍କୁଲ ଗାଁରେ ଗୋଟେ ତାଙ୍କର ସ୍କୁଲ ଥିଲା, ସେ ସ୍କୁଲରେ ଗୌରୀ ପାଠ ପଢାଉଥିଲେ। ଗୌରୀ କଣ କରେ, ଗୌରୀ ଯୋଉ ନାୟିକାଟି ଯିଏ ଆଜିର ମଣିଷ ଉପନ୍ୟାସରେ ସେ ଶିକ୍ଷୟିତ୍ରୀ ଭାବେ ପାଠ ପଢାଉଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। କିନ୍ତୁ ବିବାହରେ ତାଙ୍କ ସ୍ୱାମୀର ମୃତ୍ୟୁ ଘଟିଥିଲା ଏବଂ ସଫଳ ହୋଇନଥିଲା ବିବାହ। ସେ ତାପରେ ସେ ନିଜେ ନିଜେ ସେଠୁ ଆଉ ବିବାହ ନ କରିକି ଶିକ୍ଷକତା ଗ୍ରହଣ କରିକି ଶିକ୍ଷୟିତ୍ରୀ ଭାବରେ ଜୀବନ ଅତିବାହିତ କରିଥିଲେ। ଏଥିରେ ଏଇ ଯୋଉ ଆଜିର ମଣିଷ ଉପନ୍ୟାସଟି ତାର ଭିତ୍ତିଭୂମି ଥିଲା କଣ ନା ଯୋଉ ବିଶ୍ୱଯୁଦ୍ଧ, ଯୋଉ ପ୍ରଥମ ବିଶ୍ୱଯୁଦ୍ଧ ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା ତା ଭିତ୍ତିଭୂମି ଥିଲା ବିଶ୍ୱଯୁଦ୍ଧ ଉପରେ। ବିଶ୍ୱଯୁଦ୍ଧର ଯୋଉ କରୁଣ କାହାଣୀ ସେଇ ପରିସ୍ଥିତି ଭିତରେ ଆଜିର ମଣିଷ ଉପନ୍ୟାସଟି ରଚନା କରାଯାଇଥିଲା। ତାପରେ ପିଲେ ତାଙ୍କର ଆଉ 2ଟି ଉପନ୍ୟାସ ଥିଲା ହଉଛି କଣ ମୁକ୍ତାଗଡର କ୍ଷୁଧା ଓ ଅମରଚିତା। ମାଟିର ମଣିଷ, ଆଜିର ମଣିଷ, ଲୁହାର ମଣିଷ ଇଏ ଗୋଟେ ପ୍ରକାରର ଏବଂ ମୁକ୍ତାଗଡର କ୍ଷୁଧା ଓ ଅମରଚିତା ଇଏ ଗୋଟେ ପ୍ରକାରର ଉପନ୍ୟାସ ଥିଲା। ତ ମୁକ୍ତାଗଡର କ୍ଷୁଧାରେ ଥିଲା କଣ, ମୁଖ୍ୟ ଚରିତ୍ରରେ ଥିଲେ ଚନ୍ଦ୍ରକାନ୍ତ ପଟଦେବ। ତାପରେ ଆଉ ଜଣେ ଦ୍ୱିତୀୟ ଚରିତ୍ରରେ ଥିଲେ ଶୁଭ୍ରକାନ୍ତ। ଚନ୍ଦ୍ରକାନ୍ତ ପଟର କଣ ହେଲା? କିଛି କହିବ ମତେ? ମ୍ୟାମ୍ ଆପଣଙ୍କ ଭଏସ କଟୁଛି। ଶୁଭୁନି ଠିକ ସେ? ଏବେ ଶୁଭିଲା? ଆଜ୍ଞା ଆଜ୍ଞା। ଶୁଭିଲା ଏବେ? ତାହେଲେ ଘର ହଁ, ଭିତରେ ତ ଏବେ ନେଟୱାର୍କ ଶୁଭିଲା। ଆସୁନଥିବ। ତ ମୁକ୍ତାଗରର କ୍ଷୁଧା ଯୋଉ ଥିଲା ସେଥିରେ ମୁଖ୍ୟ ଚରିତ୍ର ଥିଲେ ଚନ୍ଦ୍ରକାନ୍ତ ପଟ୍ଟଦେବ, ଦ୍ୱିତୀୟ ଚରିତ୍ର ଥିଲେ ଶୁଭ୍ରକାନ୍ତ ପଟ୍ଟଦେବ। ସେଥିରେ ଜଣେ ନାରୀ ଯୋଉ ଆମର ଅଛନ୍ତି ନାୟିକା ଥିଲେ ସୁନନ୍ଦା। ସୁନନ୍ଦାଙ୍କୁ ଚନ୍ଦ୍ରକାନ୍ତ ପଟ୍ଟଦେବ ବିଧବା ହୋଇଥିଲେ ମଧ୍ୟ ତାଙ୍କ ସହିତ ସେ ସମ୍ପର୍କ ରଖିଥିଲେ ହେଲା। ତା ସହିତ ଏଇ ଯୋଉ ମୁକ୍ତାଗଡର କ୍ଷୁଧାଟି ଏଇ ରଚନା କରାଯାଇଥିଲା ନଅଙ୍କ ଦୁର୍ଭିକ୍ଷର ପଟ୍ଟଭୂମିରେ। ନଅଙ୍କ ଦୁର୍ଭିକ୍ଷର ପଟ୍ଟଭୂମିରେ ମୁକ୍ତାଗଡର କ୍ଷୁଧା ଉପନ୍ୟାସଟି କାଳିନ୍ଦର ପାଣିଗ୍ରାହୀ ରଚନା କରିଥିଲେ। ଯେଉଁ ସମୟରେ ଅର୍ଣ୍ଣ କ୍ଷୁଧାର୍ତ ହୋଇ ଲୋକମାନେ ଜୀବନ ଧାରଣ କରୁଥିଲେ ହେଲା, ଅତିବାହିତ କରୁଥିଲେ ଜୀବନ। ଯୋଉ ଶୁଭ୍ରକାନ୍ତ ଥିଲେ ପ୍ରତିପତ୍ତିଶାଳୀ ଏବଂ ବିଳାସ ବେସନରେ ନିଜ ଜୀବନ କାଟୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ଯୋଉମାନେ ଖାଦ୍ୟ ଯୋଉ ନଅଙ୍କ ଦୁର୍ଭିକ୍ଷରେ ପୀଡିତ ଆଉ ଅବହେଳିତ ଗରିବ ଦରିଦ୍ର ଲୋକମାନଙ୍କୁ ସେ ଅନ୍ନ ବସ୍ତ୍ର ଯୋଗାଇଥିଲେ, ଏକ ସେବା କେନ୍ଦ୍ର ଖୋଲିଥିଲେ ହେଲା। ସେ ସେବା କେନ୍ଦ୍ର ସେବା କେନ୍ଦ୍ରରେ ଶୁଭ୍ରକାନ୍ତ ଆସି ସହଯୋଗ କରିଥିଲେ ଏବଂ ମୁକ୍ତାଗଡର ଯୋଉ ଶୁଭ୍ରକାନ୍ତ ଆଉ ଯୋଉ ଚନ୍ଦ୍ରକାନ୍ତ ପଟ୍ଟଦେବ ଆଉ ବିଧବା ସୁନନ୍ଦା ଏସବୁ ଚରିତ୍ରକୁ ନେଇକରି ମୁକ୍ତାଗଡର କ୍ଷୁଧା ଉପନ୍ୟାସୀ କାଳିନ୍ଦର ପାଣିଗ୍ରାହୀ ରଚନା କରିଥିଲେ ହେଲା। ନଅଙ୍କ ଦୁର୍ଭିକ୍ଷକୁ ନେଇ ମୁକ୍ତାଗଡର କ୍ଷୁଧା ରଚନା କରାଯାଇଥିଲା। ତାପରେ ଆସିଲା ଅମରଚିତା। ଅମରଚିତା ଉପନ୍ୟାସ କଣ ନା ଉଦରର କ୍ଷୁଧା ବା ଅମରଚିତା ହେଲା ଭୋକ କ୍ଷୁଧାର ଶେଷରେ ଆତ୍ମଯୁଦ୍ଧରେ ରୂପାନ୍ତରିତ ହୋଇଛି ଅମରଚିତା। ଶେଷ ଜୀବନ
ଉପନ୍ୟାସର ଆରମ୍ଭରେ ଚରିତ୍ର ରଘୁନାଥ ଦୀକ୍ଷିତ ଏବଂ ତାଙ୍କ ପୁତ୍ର ଥିଲେ ସନାତନ, କନ୍ୟା ଥିଲେ ଅଳକା। ଅମରଚିତା ଉପନ୍ୟାସରେ ଏଠାରେ ନଅଙ୍କ ଦୁର୍ଭିକ୍ଷର ଆବେଗ ଏବଂ ନଅଙ୍କ ଦୁର୍ଭିକ୍ଷ ପରେ ଲୋକମାନଙ୍କର ଅବସ୍ଥା କେଉଁଭଳି ଭାବରେ ପରିବର୍ତ୍ତିତ ହୋଇଛି, କେଉଁ କଷ୍ଟରେ ସେମାନେ ଥିଲେ, ଲୋକମାନେ କେତେ ଅବହେଳିତ ଅବସ୍ଥାରେ ଥିଲେ, ଅମରଚିତାରେ ତାର ପରବର୍ତ୍ତୀ ଯୋଉ ପ୍ରତିକ୍ରିୟା ସ୍ୱରୂପ ଏଥିରେ ରଚନା କରାଯାଇଛି। ସେ ସମୟରେ ନଅଙ୍କ ଦୁର୍ଭିକ୍ଷରେ କୃଷି କ୍ଷେତ୍ର ଧ୍ୱଂସ ପାଇଯାଇଛି। କାହାର ନା ଏଠାରେ ଯୋଉ ରଘୁନାଥ ଦୀକ୍ଷିତଙ୍କର କଣ ନା କୃଷି କ୍ଷେତ୍ର ଧ୍ୱଂସ ପାଇଯାଇଛି। ଯେଉଁ ଶସ୍ୟ ଅମଳ ହେବାର ଥିଲା, ଯାହାକୁ ଆଶା ରଖି ସେ ଚାଷ କରିଥିଲେ, ସେ ସବୁ ଯାକ ବିଲୀନ ହୋଇଯାଇଛି, ନଷ୍ଟ ହୋଇଯାଇଛି ହେଲା। ତା ସହିତ କିନ୍ତୁ ଯେହେତୁ ଘରେ ତାଙ୍କର ସ୍ତ୍ରୀ ଝିଅ ଖାଦ୍ୟ ଅବହେଳିତ ହୋଇଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କର ଦୁଃଖ ଥିଲା ଯେ ଝିଅ କଣ ଖାଦ୍ୟ ବିନା ମରିଯିବ। ଯୋଉ ଖାଦ୍ୟ ବିନା ଯୋଉ ହାହାକାର, ଯୋଉ ଚିନ୍ତାଧାରାଟା, ଯୋଉ ଜୀବନ୍ତ ଚରିତ୍ର ଅମରଚିତା ଉପନ୍ୟାସରେ ସ୍ଥାନିତ ହୋଇଛି। ତଥାପି କୃଷି କ୍ଷେତ୍ରରେ ଶସ୍ୟ ନଥିଲେ ମଧ୍ୟ ଏଠି ରଘୁନାଥ ଦୀକ୍ଷିତ ସ୍ତ୍ରୀକୁ କଥା ଦେଇଛନ୍ତି ଯେ ମୁଁ କେବେ ମୋ ଝିଅ ପେଟ ଅପୋଷା ରଖିବି ନାହିଁ। ବାପା ମା ସବୁବେଳେ ଚାହାନ୍ତି ଆମେ ପଛେ ଭୋକିଲା ରହିକି ମରିଯିବୁ, କିନ୍ତୁ ପିଲାମାନଙ୍କ ପେଟରେ ସବୁବେଳେ ଦାନା ଯେମିତି ହେଲେ ଆମେ ଯୋଗାଇ ଦେବୁ। ଏଇ ଯୋଉ ଚିନ୍ତାଧାରା ଏଠି ରଘୁନାଥ ଦୀକ୍ଷିତଙ୍କର ଚରିତ୍ରରୁ ହିଁ ଜଣାପଡେ। ତେଣୁ ସିଏ ପୁଣି କଣ କହିଛନ୍ତି ଏଠି ନା ଆଉ ଗୋଟେ କଥା କହିଛନ୍ତି, ସେ ଥିଲେ ଦେବୀଙ୍କର ଉପାସକ, ଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ସେ କହିଛନ୍ତି ଯେ ତାଙ୍କର ଦେବୀଙ୍କୁ ବି ସେ ଝିଅ ଭାବରେ ଗ୍ରହଣ କରୁଥିଲେ। ତେଣୁ ସେ କହିଲେ ମୋ ଝିଅ ସହିତ ଆଉ ଗୋଟେ ଝିଅ ବି ଘରେ ଅଛି, ତ ସେ ଝିଅ ମୋ ଝିଅର କଥା ବୁଝିବ, ମୋ ପରିବାର କଥା ବୁଝିବ। ମୁଁ ତ ବୃଦ୍ଧ ରୁଗ୍ଣ, ମୁଁ ଏ ଅବସ୍ଥାରେ କଣ ବାହାରକୁ କାମ କରିବା ପାଇଁ ଯିବି। କିନ୍ତୁ ଏ ଯୋଉ ଚିନ୍ତାଧାରା ଭକ୍ତି ଭାବନା ଏ ପ୍ରତିଫଳିତ ହୋଇନି। ଶେଷରେ ତାଙ୍କ ଝିଅର ନାମ ହେଇଛି ଅଳକା। ଅଳକା କଣ କରିଛି ନା ଯୋଉ ସେ ଦେବୀ, ଯୋଉ ଆଉ ଗୋଟେ ଝିଅ କଥା କହିଛି ଦେବୀ, ସେ ହେଲେ ଦେବୀ ପ୍ରତିମା ଦକ୍ଷିଣେଶ୍ୱରୀ ମା ଦକ୍ଷିଣେଶ୍ୱରୀଙ୍କୁ ସେ ଝିଅ ଭାବରେ ଗ୍ରହଣ କରିଛନ୍ତି। ଦୁଇଟି ଝିଅ ଦେବୀ, ଜଣେ ଦେବୀ ଦକ୍ଷିଣେଶ୍ୱରୀ ଦେବୀ, ଆଉ ଜଣେ ହେଲେ ଝିଅ ଅଳକା। ଶେଷରେ ତାଙ୍କ ଅଳକା ଯେହେତୁ ପିତା ବୃଦ୍ଧ ଥିବେ, ଅଳକା ଶେଷରେ କଣ କରିଥିବ ନା ଘର ତ୍ୟାଗ କରିକି ବାହାରକୁ ଯାଇଥିବ, ମାନେ କାମ ଖୋଜିବା ପାଇଁ, ପରିବାର ପ୍ରତିପୋଷଣ କରିବା ପାଇଁ। ଶେଷରେ ସେ ଯାଇଥିବ କୋଉଠି, ଏଇ ଯୋଉ ମୁକ୍ତାଗଡର କ୍ଷୁଧାରେ ତାଙ୍କ ସେବା କେନ୍ଦ୍ରରେ ଯାଇକିରି ନିଯୁକ୍ତି ହୋଇଥିବେ। କିଏ ନା ଅଳକା। ସେଥିପାଇଁ ମ୍ୟାମ୍ ମୁକ୍ତାଗଡର ଶୁଭିଲାନି, କ୍ଷୁଧା ଆଉ ଥରେ ଅମରଚିତା ଟିକେ ଉଭୟ ସେଇଠୁ ଆସିକି ହଁ, ମୁକ୍ତାଗଡର କ୍ଷୁଧାରେ ମୁଁ ଯୋଉ କହିଥିଲି ଯେ ଶୁଭ୍ରକାନ୍ତ ନାମକ ଜଣେ ବ୍ୟକ୍ତି ସେ ବିଳାସ ବେସନରେ ଜୀବନ ଅତିବାହିତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନଅଙ୍କ ଦୁର୍ଭିକ୍ଷ ପଡିଥିଲା। ସେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ସହ୍ୟ କରି ନ ପାରି, ତାଙ୍କର ଯେହେତୁ ପ୍ରତିପତ୍ତିଶାଳୀ ବ୍ୟକ୍ତି ଥିଲେ, ଧନ ଅଧିକା ଥିଲା, ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା, ସେ ଗୋଟେ ସେବା କେନ୍ଦ୍ର ଖୋଲିଥିବେ। ଅନ୍ନ ମାଗଣାରେ ଲୋକଙ୍କୁ ଖାଦ୍ୟ ଯୋଗାଇଥିବେ ଆଉ ବସ୍ତ୍ର ବି ଯୋଗାଇଥିବେ ହେଲା। ମୁକ୍ତାଗଡର କ୍ଷୁଧା। ଏଠି କଣ ହେଇଛି ନା ଅମରଚିତାରେ କଣ ହେଇଛି ନା ଏ ଯୋଉ ରଘୁନାଥ ଦୀକ୍ଷିତ ହେଲା, ପୁତ୍ର ତାଙ୍କର ସନାତନ ଛୋଟ ଥିବେ, ଝିଅ ଅଳକା ଥିବ, ଆଉ ତା ସହିତ ଦେବୀ ପ୍ରତିମା ସେ ଦକ୍ଷିଣେଶ୍ୱରୀ ଦେବୀଙ୍କୁ ପୂଜା କରୁଥିବେ। ତ ଯେତେବେଳେ ସେ ଦେବୀଙ୍କ ଉପରେ ନିର୍ଭରଶୀଳ ହେଇଥିବେ, ଯେ ଦେଖିଥିବେ ମାନେ ତାଙ୍କ ପରିବାର ଦେବୀଙ୍କ ଉପରେ ନିର୍ଭରଶୀଳ ହେଇଲା ପରେ ମଧ୍ୟ ପେଟକୁ ଦାନା ଯାଇନଥିବ, ମାନେ ଦାନା ମିଳିନଥିବ, ତାଙ୍କୁ ଖାଇବା ପାଇଁ ମିଳିନଥିବ, ହାହାକାର ଜୀବନ ଯାପନ କରିଥିବେ। ଅଳକା ଝିଅଟି ହେଲେ ମଧ୍ୟ ସେ ଘରୁ ଗୋଡ କାଢିଥିବ, ବାପାଙ୍କର ଏ ଯୋଉ ଅସମୟରେ, ଏ ସମୟରେ ପରିବାରକୁ କେମିତି ସେ ବଞ୍ଚେଇବ, ଭାଇକୁ ବଞ୍ଚେଇବ, ମା ପେଟରେ ଦାନା ଦବ କି ବାପାଙ୍କ ପେଟରେ ଦାନା ଦବ, ଚିନ୍ତା କରିଥିବ। ତାପରେ ସେ ଘରୁ ଗୋଡ କାଢିକି ବାହାରି ଯାଇଥିବ, ବାହାରେ ଯାଇକି ପ୍ରବେଶ ହେଇଥିବ କୋଉଠି, ଯାଇଥିବ ନା ଯୋଉ ପହଞ୍ଚିଥିବ କୋଉଠି ନା ଶୁଭ୍ରକାନ୍ତଙ୍କର ସେ ଯୋଉ ସେବା କେନ୍ଦ୍ରରେ। ବୁଝି ହେଲା, ବୁଝି ହଉଛି ପ୍ରଲିପ୍ତା? ତାପରେ ଆଜ୍ଞା ମ୍ୟାମ୍ ବୁଝିଗଲି, ଆମେ ଆଉଥରେ ରେକର୍ଡିଂ ଶୁଣିଦେବୁ। ହଁ,
ତାପରେ ସେଠାରେ ଶୁଭ୍ରକାନ୍ତଙ୍କ ସହିତ ସନାତନ ନାମକ ଜଣେ ଯୁବକ ସେ ମଧ୍ୟ ସାହାଯ୍ୟ କେନ୍ଦ୍ରରେ ସାହାଯ୍ୟ କରୁଥିବେ। ଆଉ ଶେଷରେ ସନାତନ ଥିବେ ଆଉ ଶୁଭ୍ରକାନ୍ତ ଥିବେ ସେ କଣ ନା ସେଠି ଅଭିରାମ କିଏ ନା ଯୋଉ ଅଛନ୍ତି କିଏ ଚରିତ୍ର ହଉଛି ଏପଟେ ଗୌରୀ ଗଲା ଏପଟେ ଏଠି ଅଛି ଅଭିରାମଙ୍କୁ ନେଇକି ପୁନଶ୍ଚ ମୁକ୍ତାଗଡ ଫେରିଛନ୍ତି କିଏ ସନାତନ। ଅଭିରାମ ବି ଗୋଟେ ଚରିତ୍ର ଅଛି ସେଥିରେ। ଶ୍ୟାମରଥ ଯିଏକି ମୁକ୍ତାଗଡର ଚନ୍ଦ୍ରକାନ୍ତଙ୍କ ରାଜୁତି ସମୟରେ ଭିକ୍ଷା ମାଗୁଥିଲେ। ସେ ଯୋଉ ଅଛନ୍ତି ଶ୍ୟାମରଥ ଜଣେ ବ୍ୟକ୍ତି ସେ ମୁକ୍ତାଗଡର ଯୋଉ ଉପନ୍ୟାସରେ ମୁକ୍ତାଗଡ ଏକ ଜାଗାର ନା ସେ ସେ ଜାଗା ବା ସେ ଅଞ୍ଚଳରେ ଚନ୍ଦ୍ରକାନ୍ତଙ୍କ ଯୋଉ ସମୟରେ ଚନ୍ଦ୍ରକାନ୍ତ ପଟ୍ଟଦେବ ଯୋଉ ମୁକ୍ତାଗଡର କ୍ଷୁଧାରେ ଯିଏ ମୁଖ୍ୟ ଚରିତ୍ର ଚନ୍ଦ୍ରକାନ୍ତ ପଟ୍ଟଦେବ ସେ ସମୟରେ ତାଙ୍କର ରାଜୁତି ଚାଲୁଥିଲା। ସେ ଯାହା କହୁଥିଲେ ସେଇଆ ହଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଅମରଚିତା ସେ ରଚନା କରିବାକୁ ଗଲେ ସେ ସମୟକୁ ଦେଖିଲା ବେଳକୁ ସେଠି ଚନ୍ଦ୍ରକାନ୍ତ ପଟ୍ଟଦେବ କଣ କରୁଛନ୍ତି ନା କଣ କରୁଛନ୍ତି ନା ଯୋଉ ସମୟରେ ମୁକ୍ତାଗଡର କ୍ଷୁଧାରେ ସିଏ ଭିକ୍ଷା ମାଗୁଥିଲେ ଶ୍ୟାମରଥ ଯିଏକି ମୁକ୍ତାଗଡର ଚନ୍ଦ୍ରକାନ୍ତଙ୍କ ରାଜୁତି ସମୟରେ ଭିକ୍ଷା ମାଗୁଥିଲେ ଶ୍ୟାମରଥ ଏବେ ସେ ଚଢା ଦରରେ ତା ଦ୍ୱାରରେ ଅଗଣିତ ଲୋକଙ୍କର ଭିଡ। ଚଢା ଦରରେ ସେ କଣ ନା ଚାଉଳ ଏବଂ ଖାଇବା ପାଇଁ ଯୋଉ ଡାଲି ଫାଲି ସାମଗ୍ରୀ ବିକିକି ଚଢା ଦରରେ ଲୋକଙ୍କୁ ହଇରାଣ କରୁଛି ଯୋଉ ସାମଗ୍ରୀ ବିକୁଥିବ। ତା ସହିତ ଏଠି ଆଉ ଜଣେ ବିଶି ଥିଲେ ଯିଏକି ଶ୍ୟାମରଥଙ୍କୁ ଅନେକ ଗୁପ୍ତ ତଥ୍ୟ ଯୋଗାଉଥିଲେ। ହେଲା ଚନ୍ଦ୍ରକାନ୍ତ ପଟ୍ଟଦେବଙ୍କ ସମୟରେ ଶ୍ୟାମରଥ ଯିଏ ଭିକ ମାଗୁଥିଲେ ସିଏ ମୁକ୍ତାଗଡର ମାନେ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟରେ ସେ ଲୋକମାନଙ୍କୁ କଣ କଲେ ନା ଚଢା ଦରରେ ଭୁଲ ଭାଲ କଥା କହି ଚଢା ଦରରେ ହିଁ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବିକୁଥିଲେ। ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ସମୟରେ। କେମିତି ଏତେ ପଇସା ପାଇଲେ ସେ ନା ବିଶି ସେଠାର ଯିଏ ବିଶି ଥିଲେ ଯିଏ ତାଙ୍କୁ ଗୁପ୍ତ ତଥ୍ୟ ସବୁ ସେ ଜାଗାର ମୁକ୍ତାଗଡର ଯୋଉ ଐତିହାସିକ ଚରିତ୍ର ଥିଲା ମୁକ୍ତାଗଡର ବିଷୟରେ ଗୁପ୍ତ ତଥ୍ୟ ସେ ସଂଗ୍ରହ କରିକି ଦେଉଥିଲେ। ହେଲା ସେଇ ସମୟର ଘଟଣା। ଏଠି ଚମ୍ପାପୁରର ଯୋଉ ସନାତନ ଥିଲା ତାଙ୍କ ଗ୍ରାମ ଥିଲା ଚମ୍ପାପୁର। ହେଲା ସେ ଯୋଉ ସେବା କେନ୍ଦ୍ର ଖୋଲିଥିଲେ ସେ ସେବା କେନ୍ଦ୍ରଟି ଥିଲା ମଧ୍ୟ ଚମ୍ପାପୁରରେ। ହେଲା ସନାତନ ଅଭିରାମଙ୍କ ସହିତ ସାହାଯ୍ୟ କେନ୍ଦ୍ରରେ ଯୋଗଦାନ ଦେଇଥିଲା। କୋଉଠି ନା ଏ ଯୋଉ ସେବା କେନ୍ଦ୍ରରେ ବୁଝିହେଲା। ଶେଷରେ କଣ ହେଇଛି ନା ଶୁଭ୍ରକାନ୍ତ ବିବାହ ହୋଇଛନ୍ତି। ଶୁଭ୍ରକାନ୍ତଙ୍କ ସ୍ତ୍ରୀ ନା ହେଇଥିବ ଚିତ୍ରା। ହେଲା କିନ୍ତୁ ଚିତ୍ରା ଯୋଉ ଶୁଭ୍ରକାନ୍ତଙ୍କ ସ୍ତ୍ରୀ ଚିତ୍ରା ହେଇଥିବ ଏଠାରେ କଣ ହେଇଛି ନା ଗୋଟେ ସନ୍ତାନ ଜନ୍ମ ହେଇଛି ଚିତ୍ରାଙ୍କର କିନ୍ତୁ ତାକୁ ପାଳନ କରିଛନ୍ତି ଗୌରୀ। କୋଉଠି ନା ଯୋଉ ମୁକ୍ତାଗଡର ଯୋଉ ଆମର ଗୌରୀ କିଏ ନା ଏପଟେ ହଉଛି ଯୋଉ ଆଜିର ମଣିଷ ଉପନ୍ୟାସର ଯୋଉ ଗୌରୀ ଚରିତ୍ର ମାନେ ପାଞ୍ଚଟି ତାଙ୍କର ଯୋଉ ରଚନା ହୋଇଛି ଏଇ ସବୁ ଯୋଉ ଉପନ୍ୟାସ ସେ ସମସ୍ତଙ୍କ ସବୁ ଉପନ୍ୟାସ ସହିତ କିଛି ଛନ୍ଦା ଛନ୍ଦି ମେଳ ରହିଛି। ବୁଝିହେଲା ଗୌରୀ ଯୋଉ ନାୟିକା ସିଏ କଣ କରିଛି ନା ପାଳିଛି କାହାକୁ ନା ଯୋଉ ଶୁଭ୍ରକାନ୍ତଙ୍କ ସ୍ତ୍ରୀଙ୍କର ଯୋଉ ଶୁଭ୍ରକାନ୍ତଙ୍କ ଯୋଉ କନ୍ୟାଟି ହୋଇଛି ତାକୁ ଗୌରୀ ପାଳନ କରିଛି। ହେଲା ତାପରେ ଇଏ ଥିଲା କଣ ନା ଉପନ୍ୟାସ ବିଷୟରେ ତ ପରବର୍ତ୍ତୀ ସମୟରେ ଆମେ କାଳିନ୍ଦର ପାଣିଗ୍ରାହୀଙ୍କର ଗଳ୍ପ ବିଷୟରେ ପିଲା ଆଲୋଚନା କରିବା। କାଳିଚରଣ ପାଣିଗ୍ରାହୀଙ୍କର ଗଳ୍ପ ସବୁ କଣ କଣ ଥିଲା କହିଥିଲି କିଏ କାହାର ମନ ଅଛି କିଏ କହିପାରିବ କି ଟିକେ? କାଳିଚରଣ ପାଣିଗ୍ରାହୀଙ୍କର ପ୍ରଥମ ଗଳ୍ପ ହଉଛି ତାଙ୍କର ଆତ୍ମ କାହାଣୀ। ବୁଝିହେଲା ଆତ୍ମ କାହାଣୀ ତାପରେ ଆଉ ଅନେକ ଗୁଡିଏ ଗଳ୍ପ ଅଛି ବିଜୟ ଉତ୍ସବ ରୁଦ୍ରାକ୍ଷ ହେଲା ଆଉ ନିୟତିର କ୍ରୀଡା ଆଉ ଚକ ଘୁରୁଥାଏ ତାପରେ ମାଂସର ବିଳାପ
ମାଂସର ବିଳାପ, ସାଗରିକା, ଏସବୁ ବିଷୟରେ ସାଗରିକା ଆଉ ମାଂସର ବିଳାପ ତ ତାଙ୍କର ପ୍ରସିଦ୍ଧ ଗଳ୍ପ। ଆଉ ସେ ବିଷୟରେ ତୁମେ ମାନେ ମୁଁ ଭାବୁଛି ଜାଣିଥିବ ସମସ୍ତେ। ଆଉ ଯୋଉ ଅନେକ ଗଳ୍ପ ତାଙ୍କର ଅଛି, ଏ ଗଳ୍ପ ବିଷୟରେ ବୋଧେ ଆଲୋଚନା କଲେ ଗୋଟେ କ୍ଲାସ ଯିବ। କାରଣ ଗଳ୍ପ ଗୁଡିକ ବି ତାଙ୍କର ଗଳ୍ପ ଗୁଡିକ ବି ବହୁତ ଇମ୍ପୋର୍ଟାଣ୍ଟ ପଡେ। ଆତ୍ମକାହାଣୀ, ତାପରେ